ମହାଶୟ ଆସିଲେଣି ଆସିଲେଣି କାଲିକି କଥା ବସି ଦେଖିବା କଣ ଦେଖିବା
पश्यन्ति सुरति विवश घुराततं त्रयं वद ददामहे सुगन्धिं पुष्टिवर्धनं गुरुवारूपं विभवबन्धनात् मृत्युमुख्यम् अमृतकणमः शिवाय माता शारदा देवी पिता परमेश्वर साक्षात् कमलादेवी मां वाक्यदेवी नमस्तुते जबा कुसुम संकाश काश्यपे महादीप्ति धन्तरि सर्व पाप भक्तः तस्मै दिवाकर सविता रथेना यवजाति भुवनानि पश्यन् नमो ब्रह्मण्य देवाय गो ब्राह्मण्य हिताय च जगत हिताय कृष्णाय गोविन्दाय नमो नमः निज निजर आसन ग्रहण कर स्थान संरक्षण कर जगह बाछि नियो संस्कृति संपन्न खोर्धा जिलाए यही खोर्धा जिलार आर्यग्राम देवग्राम पवित्र पावन ग्राम नुआपड़ा ग्रामर ग्रामवासी मानकर आनुकूल्य सहयोग प्रचेष्टार अर्थ अपचय जो पंचदिनात्मक नामयज्ञ विदग्ध कला पाला कलार आयोजन करा जायछि आज हूँ तार द्वितीय रजनी
ଆମ୍ଭମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ, ଦ୍ୱିତୀୟ ସ୍ତବକ, ଦ୍ୱିତୀୟ ଅଧିବେଶନ, ଦ୍ୱିତୀୟ ଥାକ, ଦ୍ୱିତୀୟ ପାଳି ପାଲା। ପୁଅ ପାଲାବାଲା ଆଜି କଣ ବିଷୟ କରୁଥିଲେ? ବହୁତ ଭଲ ହେଲା ବୋଧେ, ଲୋକ ପଳେଇଲେ ଅଧାରୁ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ମୁଁ ଆପଣମାନଙ୍କ ନିକଟରେ ସେଇ ରଥ ଶର୍ମାଙ୍କର ଗୋଟିଏ ପଦ ସୂଚନା ଦେଇଛି ଯେ ଏ ଦୁନିଆ କଣ। ହେ ବିଶ୍ୱ ଚିନ୍ତାମଣି, ହେ କଲ୍ୟାଣ କଳ୍ପଦ୍ରୁମ, ଆମେ ତ ଆଜିକାର ପିଲା। ତେଣୁକରି ସେ କହିଲେ ଆଜିର ଟୋକା ମୁଁ ଆଜି ତାଲିକା ମାଗୁଛି। ହେ ମହାପ୍ରଭୁ, ଆପଣ ତାଲିକା ଦେଇପାରିବେ? ନା ସେଦିନ ଏକାମ୍ରେ ଯେଉଁ ବ୍ରହ୍ମ ଜ୍ଞାନ, ଆପଣ ସମୀକ୍ଷାରୁ କହିବି ତାର ନିର୍ଯାସ। ରଥ ଶର୍ମା କହିଲେ ସେଦିନ ଏକାମ୍ର କାନନରେ ଯେଉଁ ବ୍ରହ୍ମ ଜ୍ଞାନ ଭଗବାନ ଶଙ୍କର ଶୁଣେଇଲେ ପାର୍ବତୀଙ୍କି, ପଣ୍ଡିତେ ମଲା ଶୁଆ ପକ୍ଷୀ ଦିଏ ସେ ଜୀବଦାନ ପାଇଲା ନା ପାଇନି? ଯେଉଁ ବ୍ରହ୍ମ ଜ୍ଞାନ ଶ୍ରବଣ କରିବା ପରେ ମୃତ ଶୁକ ପକ୍ଷୀ ଜୀବଦାନ ପାଇଲା ବେଳେ ସେଇ ବ୍ରହ୍ମ ଜ୍ଞାନ ଗଙ୍ଗା ନଦୀ କୂଳରେ ଯେତେବେଳେ କହିଲେ ଶୁକ ମହାରାଜା ପରୀକ୍ଷିତକୁ, ସିଏ ଜିଅନ୍ତା ଲୋକ କାହିଁକି ମଲେ ରେ? ତାହେଲେ ସେ ମଲା ଲୋକ ବଞ୍ଚିଲା? ମଲା ପକ୍ଷୀଟିଏ ଭାଗବତ ଶୁଣିକି ବଞ୍ଚିଲା? ଏଠି ସାର୍ ବଞ୍ଚିବା ଲୋକଟା ମଲା କେମିତି? ଅଭିଶାପ ଦେଇଥିଲେ ଶ୍ରମିକ ଋଷିଙ୍କ ପୁଅ ଶୃଙ୍ଗି। ସେ କଣ ଅଭିଶାପରୁ ମୁକ୍ତ କରିପାରିନଥାନ୍ତେ? ଏ ଭାଗବତ ପରମଶାସ୍ତ୍ର ମହାଗ୍ରନ୍ଥ ସେତିକି ନୁହଁ, କହିଲା ତୁମ ଉପଦେଶ ଶୁଣି କୁରୁକ୍ଷେତ୍ରେ ତୁମ ବିଶ୍ୱରୂପ ଦେଖିବି, ଉପଦେଶ ଶୁଣି କୁରୁକ୍ଷେତ୍ରେ ତୁମ ବିଶ୍ୱରୂପ ସେଦିନ ତୃତୀୟ ପାଣ୍ଡବ ଅନଘ ଅର୍ଜୁନ ଭରତ ବଂଶଜ ସବ୍ୟସାଚୀ ଆପଣଙ୍କର ନିଜ ବିଶ୍ୱରୂପକୁ ଦର୍ଶନ କଲା କୁରୁକ୍ଷେତ୍ର ରଣାଙ୍ଗନରେ। ଯେତେବେଳେ ଜ୍ଞାତି କୁଟୁମ୍ବ ମାନଙ୍କୁ ଦର୍ଶନ କରି ସାରିବା ପରେ ସେଦିନ ଅଭିଭୂତ ହେଇଗଲେ ତୃତୀୟ ପାଣ୍ଡବ ଅର୍ଜୁନ। ଆପାଦ ମସ୍ତକ କମ୍ପିଲା, ନିଷ୍କ୍ରିୟ ହେଇଗଲା ଶରୀର, ସ୍ନାୟୁ ଦୁର୍ବଳ ହେଇଗଲା, ଗାଣ୍ଡିବ ଧନୁଟା ହାତରୁ ଖସି ପଡିଲା। ଆପଣ ନିଜେ କହିଥିଲେ ଅର୍ଜୁନ, ବୀରର କର୍ତ୍ତବ୍ୟ କେବେ ହେଲେ ରଣାଙ୍ଗନରେ ତା ଶୋଭନୀୟ ନୁହେଁ। ତୁମେ ବୀର ହେଇକି ତୁମର କ୍ଲିବତ୍ୱ ପ୍ରକାଶ ହଉଛି ଯୁଦ୍ଧ ଭୂମିରେ, ଇଏ କି ନିଷ୍କ୍ରିୟତା। ସେଇ ଅର୍ଜୁନ କିପରି ଭାବରେ ତୀକ୍ଷ୍ଣ ମୁନା ସାୟକ ଧାରଣ କରି ଗାଣ୍ଡିବକୁ ଯୁଦ୍ଧ କରିବେ ବୋଲି ଜ୍ଞାତି କୁଟୁମ୍ବ ସହିତ ଆପଣ ଭାଗ ଏ ଗୀତା ଗ୍ରନ୍ଥ ତାଙ୍କୁ ଶୁଣେଇଲେ, ଗୀତା ଉପଦେଶ ଦେଲେ, ବିଶ୍ୱରୂପକୁ ଦର୍ଶନ କରେଇଲେ। ଯେଉଁ ଅର୍ଜୁନ ବିଶ୍ୱରୂପ ଦର୍ଶନ କଲେ, ଅଷ୍ଟାଦଶ ଅଧ୍ୟାୟ ଶ୍ରୀମଦ ଭଗବତ ଗୀତାକୁ ଶ୍ରବଣ କଲେ, ସେ ଅର୍ଜୁନ ସ୍ୱର୍ଗକୁ ଯିବା କଥା ନା ନାଇଁ? ଯିବା କଥା। ସେ ଅର୍ଜୁନ କଣ ହିମାଳୟରେ ପଡିକିରି ମଲା? ଆପଣ ମାନଙ୍କର ବିଚାର କରନ୍ତୁ, କାହିଁ ତ ଯୁଧିଷ୍ଠିର ଗୀତା ଶୁଣି ନଥିଲେ ନା? ଯୁଧିଷ୍ଠିର ବିଶ୍ୱରୂପ ଦର୍ଶନ କରିନଥିଲେ, ସେ ତ ସ୍ୱଦେହରେ ସ୍ୱର୍ଗକୁ ଗଲେ। ତେଣୁ ମୋ କହିବାର ତାତ୍ପର୍ଯ୍ୟ, ପ୍ରଶ୍ନ ଗୋଟେ ପଚାରୁଛ ସେଠି ତ ଶୁଭୁ ନେଇ, ଆଙ୍କ ପାଲା ଶୁଣିବା କିଛି ଦରକାର ନାହିଁ। ସେ ପାଲାର କିଛି ନାହିଁ, ଶୁଣିବ କାହିଁକି? ଭାରକ କେତେ ଓଜନ ପଚାରୁଛନ୍ତି? ହଉ କହିବା ବ୍ୟସ୍ତ କାହିଁକି? ଏଇଟା ସାଧାରଣ କଥା। ପୁରୁଣା କାଳିଆ ଗଣା ସବୁ ଗଲାଣି। କାଲି ପଚାରିଥିଲି ବୃନ୍ଦ ବୃନ୍ଦ,
तार किसी अर्थ हेलानी काली पचारि तीनटा विषय भित्तिक प्रश्न रहिला जगन्नाथ लक्ष्मी कहीं विधवा द्वितीय कथा भगवान जगन्नाथ पवित्र पुरातन विग्रह कहीं माटी तृतीय कथा कल्पवटरे गुआ नड़िया न बांधे आमे कहीं बांधुचे खपरा किछि गेड़ुआ कौन कहूलु तोर तीनटा गाड़ी आ गाड़ी कहीं आनु बाइक आनीचु गोविंद तेणुक जी आपण मैंने बसचंती शुणु जे आमे हजार बार गीता शुणिले भगवान स्वरूप को दर्शन कले आम आचरण जदि न बदली आम कर्तव्य जदि ठीक न रही सार आम स्वर्ग प्राप्ति हो पार आम काम जदि ठीक आम आचरण जदि ठीक ताले सब किछि ठीक हो पार धर्मराज युधिष्ठिर आचरण युधिष्ठिर कर्म से स्वतंत्र किंतु मु यही परिप्रेक्षी आपण मान गोटे कथा कहबी अभिमन्यु को चक्र व्यूहरे बद्ध करागला विषय सारांश दोष कार दुर्योधनर ना दोष कार कर्मर ना संपूर्ण दोषी होछि अभिमन्यु अभिमन्यु दोषी कला जहा ठारे जेऊ कर्म निरूपित यारे कर्म करिवो आज कौन कारण जदि मो शरीर खराब हो गला सार माने विचार करन महाभारत आपण केते केते वरिष्ठ गरिष्ठ गायक कोठू सुनी चंती तार प्रकृत निर्यास कौन मु जति मोर क्षुद्र बुद्धि रे जानि आपण मान को कहिबी मोर गारिमा नाही बड़ीमा नाही किछि नाही काहे कि ना आम पूर्वरु केते केते बड़ बड़ गायक पाला परिवेशन करी एठू गलेनी ता भितरु केते दिवंगत हेलेनी केईटा दिन आम आसीचे एड़े अहंकार एड़े गर्व कहार गर्व भगवान रखी ना आम जीवन काल भितर आम जगन्नाथ बेहरा को टपिले कि लक्ष्मीधर राउत को टपिले प्रहलाद साहू को टपिले विश्वनाथ पट्टजोशी ठार आरंभ कर मार्कंडेय बाहिनी पति ए पुए आमर उदयनाथ रथ समान ठार जिते वरिष्ठ गायक अच्छा तो टपिना एते बहादुरी कहीं कौन पाई एते बहादुरी दत्तकृष्ण पंडा तो से स्वतंत्र ताको संगे मु पाला गाइला बेले ताको पदे कहिबो बोली ताको गोड़ा हाथ मोड़ी 1.5 घंटा मोड़ी साला पर से जो दुर्गंध वायु उड़ा छाड़िला घंटा ताको भी सहिले बोझे पकई देछि से लुड़ पकई था अरे पाटी करता तेणु करी मो कहिवार तात्पर्य अरे गेडुआ तू कई दिन गायक होइथलु कौन कहूथलु तो पालारे भजन नाही आज कोन एते भजन कुआ मेलिला नीरवरे बसिबो मु सना दास जेति के आपण माने बसछन सब सुनम मो कहिवार तात्पर्य जी जो काम जानी से सही काम मोर शरीर असुस्थ हेले मोर मेलटा जाक घर को जीवे ना ये ठिया पाला गाइबो ये जदि पाला गाइबा पई चामर घरे निश्चित ओडुआर पड़िबो ना नाही जने गोटिए अणकुशली ड्राइवर जदि गाड़ी चलेबो से गाड़ी उल्टेबा स्थिर ना नाही स्थिर अयो अभिमन्यु मेचेरा छुआ तू तो जानी नो जीवा बाटुटा जानिछु आसीबा बाटुटा जानी नो ना तो जो बड़ बापा भीम से गोदारे बाड़िया पिता जानी भारत होची गोटिए पट अंगा है भारर अधा को कहती अंगा अंगा होची 20 केजी
ଭାର କହୁଛି 40 ଅଧ ପଣେ ପଣେ ଦିଟା ଭାରୁଆ ଗଲେ ହେବ କେତେ ଭାଉରା ଯୋଡ଼େ ହେଲେ ପଣେ ପୁଣି 40 କି 52 ରେ ଗୁଣ ଆଜ୍ଞା 2 କୁଇଣ୍ଟାଲ କେତେ କିଲୋ ହବ ଗୁଣି ଦେ ଗୁଣ 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 ମୋବାଇଲ ମାର ଏବେ ତ ଆଉ ପିଲା କିଏ ଗୁଣୁଛନ୍ତି ନା 40 ଗୁଣନ 52 ଗୁଣି ଦେ ଯେତିକି ହବ ସେତିକି 2 କୁଇଣ୍ଟାଲ କେତେ କେଜି ହବ ହେ ମୋରା 80 କେଜି ହେଇପାରେ ହଁ ଗୁଣ ଗୁଣ 2 କୁଇଣ୍ଟାଲ 80 ହେଲା 2 କୁଇଣ୍ଟାଲ ତଥାପି ଦେଖିଦେବା ହଁ 2 କୁଇଣ୍ଟାଲ 80 କେଜି ଭାରକୁ ଗ୍ରହଣ କଲା ଯୋଉ ଲୋକ ତା ଓଜନ କେତେ ତା ଉଚ୍ଚତା କେତେ ତାର ଉଚ୍ଚତା ହଉଛି 7 ହାତ ତା ଓଜନ ଟା କେତେ ଭୀମସେନର ତୁମେ କହିବ ପୁଣି ହିସାବ ସବୁଠାରେ ଭାର ସମାନ ହିସାବ ନାହିଁ ନା କୋଉ ଜାଗାରେ ଗଉଣୀ 4 କିଲୋ 500 ହଁ। କୋଉ ଜାଗାରେ ଗଉଣୀ ହଉଛି 3 କିଲୋ 500 500 ସେଥିରୁ ଆମକୁ କଣ ମିଳୁଛି ଠିକ। ଆମେ ଏତିକି ଜାଣିଛୁ ବଳୁଆ ଥିଲା ଭୀମ ବହୁତ ଖାଉଥିଲା ଏତେ ଏତେ ମୋଟା ବାହା 52 ଭାର ଗଦାରେ ସମସ୍ତଙ୍କୁ ପିଟି ପାଟି ଦଉଥିଲା ବାଡ଼ଉଚି ହେଲେ ହେଲେ ଯୋଉ ପ୍ରାକ୍ଟିକାଲ ଟା ଜାଣିଛି ଥିଓରି ଟା ଜାଣିନି ଏତେ ତ ବଳୁଆ ହଁ। 99 ଭାଇକି ମାରିଲୁ ହଁ। ହେଲେ ରବି ସୁତ ସଙ୍ଗେ ସମର ପାଇ ତାର ବୀର ସମନ ସେ ଜନ୍ମ ବେରୁ ଯେହି ତୁ ତ ଏଡେ ବଡ ବୀର ହେ ଭୀମସେନ ବୃକୋଦର ଦ୍ୱିତୀୟ ପାଣ୍ଡବ 99 ଭାଇକି ତୁ ବାଡେଇ ବାଡେଇ ମାରିଛୁ ଆମେ ମାନୁଛୁ ବା କିନ୍ତୁ ରବି ସୁତ କହିଲେ କର୍ଣ୍ଣ 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 ତା ନା କାହିଁକି କର୍ଣ୍ଣ କାନ ବାଟେ ଜନ୍ମ ହେଇଥିବା ବୋଲି ଜାଣିଛୁ ସାରେ ଆପଣ ମାନେ ବହୁ ଗାୟକଙ୍କ ପାଲା ଶୁଣିଛନ୍ତି ହଁ ଇଏ ଯୋଉ କର୍ଣ୍ଣ କୁନ୍ତୀଙ୍କର ଅବିବାହିତା ବେଳରେ ଦୁର୍ବାସାଙ୍କର ଜପାମାଳି ଦ୍ୱାରା କଣ କୁନ୍ତୀଙ୍କର କାନ ବାଟେ ଜନ୍ମ ହେଇଥିଲା କାନ ବାଟେ ପରା କାନ ବାଟେ ଗୋଟେ 25 ଗ୍ରାମର କୌଣସି ଲୁହା ଗୁଲି ଯାଇପାରିବ ଯାଇପାରିବନି କିନ୍ତୁ ଆସିପାରିବ ଇଏ କାନରେ ହେଁ? ମୋ ରନ୍ଧ୍ର ଅଛି କେତିକି ଇଏ କାଣି ଆଙ୍ଗୁଠି ଯାଇପାରିବ ନା ପିଲାଟା କେମିତି ଜନ୍ମ ହେଲା ପାଲାରେ ଯୋଉ ଅବାସ୍ତବ ଅଛି ତାକୁ ବାସ୍ତବତାକୁ ଆଣିବାକୁ ପଡିବ ପଡ଼ିବ କର୍ଣ୍ଣ କାନ ବାଟେ ଜନ୍ମ ହେଇଛି ବୋଲି ତା ନା କର୍ଣ୍ଣ ନୁହଁ ତାହେଲେ କର୍ଣ୍ଣ କେବେ କାନ ବାଟେ ଜନ୍ମ ହେଇନାହିଁ କନ୍ୟା ୟା ଅପତ୍ୟ ଜହସହ କାନିନ୍ୟ ଅବିବାହିତା ଝିଅ ଗର୍ଭରୁ ହଁ ଯେଉଁ ପୁଅ ଜନ୍ମ ନିଏ ତାକୁ କୁହାଯାଏ କାନିନ୍ୟ ପୁତ୍ର କର୍ଣ୍ଣ ଜନ୍ମ ହେବା ପୂର୍ବରୁ ଆଉ ଗୋଟିଏ ଅବିବାହିତା ଝିଅ ଗର୍ଭରୁ ହଁ ଗୋଟେ ଯୋଗ୍ୟ ପୁଅ ଜନ୍ମ ହେଇଥିଲେ ତାଙ୍କ ନାଁ ହଉଛି ପଣ୍ଡିତ ବ୍ୟାସ ମତ୍ସ୍ୟଗନ୍ଧାର ଅବିବାହିତା ବେଳରେ ପରାଶରଙ୍କର ଔରସରୁ ସେଦିନ କୁଜ୍ଝ ଟିକାର ଘନ ବଳୟ ଚତୁଃପାର୍ଶ୍ୱରେ ସୃଷ୍ଟି କରି ପବିତ୍ର ଯମୁନା ନଦୀରେ ନୌକା ଗର୍ଭରେ ଦିବସରେ ପ୍ରୀତି କଲେ ସେଦିନ ପରାଶର ଯୋଗ୍ୟ ସମୟ ଅତିବାହିତ ହେଇଯାଉଥିଲା ବାଃ ସବୁ କଥାରେ ମୀମାଂସା ହଇଓ ପରାଶର ଋଷି ହଁ ତୁମେ ଶକ୍ତିମୁନିଙ୍କ ପୁଅ ତୁମେ ବ୍ରହ୍ମାଙ୍କ ବଂଶଧର ଧର ହଇଓ ତୁମର ସାଧାରଣ ଜ୍ଞାନ ନାହିଁ ଗୋଟେ ଅବିବାହିତା ଝିଅ ସହିତ ପ୍ରୀତି କଲ ବୁଢ଼ା ଗୋଟେ ଅନୁଢା ଅପ୍ରୌଢା ପାଲା ବାଲା ହେଇଛୁ ସତ କହୁଛି କହ ଭାଷାପତି ପାଟିରେ ନ ପଶିଲା ହେଇପାରିବନି ନା ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ସ୍ୱତନ୍ତ୍ର ପରା ହେରେ ବ୍ରେକ୍ କଣ ଛିଣ୍ଡିବ ହେଁ? ଜଗତସିଂହପୁର ଜିଲ୍ଲାରୁ ଓଡ଼ିଆ ଭାଷା ସୃଷ୍ଟି କଣ କହୁଛ ଜଗତସିଂହପୁର ଜିଲ୍ଲାରୁ ଆଗ ପାଲା ଗାୟକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି ଦୁଇଟି ଜିଲ୍ଲା ଓଡ଼ିଶାରେ ବରିଷ୍ଠ ଗାୟକ ଏବେ ଅଛନ୍ତି ଅଛନ୍ତି ଗୋଟିଏ ଖୋର୍ଦ୍ଧା ଜିଲ୍ଲା ଆଉ ଗୋଟିଏ କିଏ ଗାୟକ ଅମୟ ଚରଣ ସ୍ୱାଇଁ 90 ବର୍ଷରୁ ଉର୍ଦ୍ଧ୍ୱ ମୁକ୍ତାପୁର ଜଗନ୍ନାଥ ବେହେରା ଜଗତସିଂହପୁର ଆମ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ତମରି ମୁଁ କହିନଥାନ୍ତି ନା। ଜଗତସିଂହପୁର ନାଁ ଉଠିଲା ବୋଲି କହିଲି 99 ବର୍ଷରେ ପଦାର୍ପଣ କରିଛନ୍ତି ସେ ପାଲା ଜଗତର ଉଜ୍ଜ୍ୱଳତମ ତାରକା ସର୍ବପ୍ରଥମେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତି ହେଇଥିଲେ ସେ ବାଃ ବାଃ ଏଠି ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ଗୋଟେ ଅବିବାହିତା ଝିଅ ଗର୍ଭରୁ ହଁ
ପୁଅଟିଏ ଜନ୍ମ ହେଲା ହେଲା ସେଦିନ ଯୋଉ ପରାଶର ଯୋଉ କାମ କଲେ ଆଜ୍ଞା। ଠିକ କଲେ କଣ ଭୁଲ କଲେ ଠିକ କଲେ ଠିକ କଲେ ଅଭିଜିତ ନକ୍ଷତ୍ର ନକ୍ଷତ୍ର ଚନ୍ଦ୍ରଙ୍କର ମିଳନ ଯେବେ ହୁଏ ଆଜ୍ଞା ଯୋଉ କଥା ଜଣା ନାହିଁ ତାକୁ କୁହ ବେଶ ସେଇ ସମୟରେ ଯୋଉ ନାରୀ ପୁରୁଷ ସହିତ ସହବାସ କରିବ ତା ଗର୍ଭରୁ ଯୋଉ ପୁଅ ଜନ୍ମ ହବ ସିଏ ହବ ଯୋଗ୍ୟ ନନ୍ଦନ ସେଦିନ କାର୍ତ୍ତବୀର୍ଯ୍ୟଙ୍କ ଠାରୁ ଗୋଳା ଧକ୍କା ଖାଇକି ଆସିଲେ କିଏ ପରାଶର ପରାଶର ଆଗରୁ ବେଦ ଥିଲା ତ୍ରୟୀ ତ୍ରୟୀ। ତିନି ହଁ। ରୁକ୍ସାମ ଯଜୁ ପରବର୍ତ୍ତୀ ସମୟରେ ହଁ। କେତେ ଗୁଡିଏ ଶ୍ଲୋକ ମନ୍ତ୍ର ରଚନା କରି ପହଞ୍ଚିଲେ ଛତ୍ରପତି କାର୍ତ୍ତବୀର୍ଯ୍ୟଙ୍କ ସନ୍ନିକଟରେ କିଏ ସେନା ପରାଶର ଋଷି କହିଲେ ମହାରାଜ ଆପଣ ସ୍ୱୀକୃତି ଦେଲେ ଦେଲେ ବେଦ ଭିତରେ ସ୍ଥାନ ପାଇବ ପାଇବ ଜଣେ କଳାକାରଙ୍କ ଠାରୁ ଅଯୋଗ୍ୟ ହେଇଥିବ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଧାୟକ ବା ସେ ଯଦି ଜିତିଥିବେ ହଁ ସିଏ ଦସ୍ତଖତ ନଦେଲେ ହେଇପାରିବନି କଳାକାର ଭତ୍ତା ମୋର ହେଇପାରୁନି ନା ଆଉ ତେଣୁ କରି ଏ କାର୍ତ୍ତବୀର୍ଯ୍ୟ ନିକଟରେ ଯେତେବେଳେ ପହଞ୍ଚିଲେ କିଏ ସେ ପରାଶର ଆଜ୍ଞା ଇଏ ବର୍ବର ମୂର୍ଖ ବର୍ବରଚିତ କର୍ମ କରି ତାଙ୍କୁ ପ୍ରହାର କଲା କାର୍ତ୍ତବୀର୍ଯ୍ୟ ଠାରୁ ପ୍ରହାର ପାଇବା ପରେ ଅଭିଶାପ ଦେଇଥିଲେ କାର୍ତ୍ତବୀର୍ଯ୍ୟ ଜଳି ଯାଇଥାନ୍ତା ସେଦିନ ପରାଶର କହିଲେ ନା ନା ଶତ୍ରୁକୁ କଣ ମାରିଦେଲେ ଠିକ ନା ମାରିଦେଲେ ତ ସରିଗଲା ଦିଲେ ସେ ଅନୁତାପ କରିବ କେମିତି ବାহ। ତାକୁ ଦେଖିକି ଆଉ ଦୁର୍ଜନ ବ୍ୟକ୍ତି ମାନଙ୍କର ଚରିତ୍ର ପରିବର୍ତ୍ତନ ହବ କେମିତି ଆରେ ବାଃ ତେଣୁ କରି କେଉଁ ଡାଇଲେ ସେ ସେଇଠି କହିଲେ ହଁ କହିଲେ ଯୋଉ ସ୍ୱଳ୍ପ ବେଦ ଭିତରେ ସ୍ଥାନ ପାଇ ନ ପାରିବାରୁ ମୁଁ ଅପମାନିତ ହୋଇ ଫେରି ଯାଉଛି ସେଇ ସ୍ୱଳ୍ପ ମୋର ଦିନେ ବେଦ ଭିତରେ ସ୍ଥାନ ପାଇବ ପାଇବ ସେଇ ଦିନ ଠାରୁ ସେ ସମୟ ଖୋଜିଲେ ରେ କାରଣ ଏ ଦୁନିଆରେ ଯେତେ କଥା ଅଛି ଆଜ୍ଞା ସାରେ ସବୁଠାରୁ ମୁଁ ଏତିକି ଆପଣ ମାନଙ୍କୁ କହୁଛି କର୍ଣ୍ଣଙ୍କ ପୂର୍ବରୁ ହଁ କୋଉ କାନିନ୍ୟ ପୁତ୍ର ଜନ୍ମ ହେଇଥିଲେ କର୍ଣ୍ଣ କାନ ବାଟେ ଜନ୍ମ ନୁହଁ ନା କନ୍ୟା ଅପତ୍ୟ ଜହ ସହ କାନିନ୍ୟ ଅବିବାହିତା ଝିଅ ଗର୍ଭରୁ ଯିଏ ଜନ୍ମ ହୁଏ ସେଟା କାନକୁ ଭଲ ଶୁଭେନି ର ତା ପୂର୍ବରୁ କାନିନ୍ୟ ପୁଅ କିଏ ଦିଟା ଯାକ ପୁରା ଯୋଗ୍ୟ ଅବିବାହିତା ବେଳେ ହଁ ଅନ୍ୟ ପୁରୁଷ ଅଗ୍ରସରୁ ଅବିବାହିତା ଝିଅ ଗର୍ଭରୁ ଯୋଉ ପୁଅ ଦି ଜଣ ଜନ୍ମ ନେଲେ ଦ୍ୱାପର ଯୁଗରେ ସେ ଦିଟା ଯାକ ଯୋଗ୍ୟ ଶୁଣୁ ହଁ ତେଣୁ କରି ଇଏ କଣ କଲେ ନା ପରାଶରରୁ ସେ ସମୟକୁ ଗଣନା କଲେ ଗଲେ ଯୋଉ ସମୟ ସାରେ 500 ବର୍ଷ ପରେ ପରେ ମାତ୍ର 2.5 ଦଣ୍ଡ ଗୋଟିଏ ଘଣ୍ଟା ପାଇଁ ପୃଥିବୀ ପୃଷ୍ଠକୁ ଆସିବ 500 ବର୍ଷ ଥରେ 500 ଶହ 500 ନକ୍ଷତ୍ର କେତୋଟି ନକ୍ଷତ୍ର 27 27 ନକ୍ଷତ୍ରର ବର କିଏ ଚନ୍ଦ୍ର କିନ୍ତୁ ନକ୍ଷତ୍ର ହଉଛି 28 ଆପଣ ଧୁରିଣ ଜ୍ୟୋତିର୍ବିଦିଙ୍କି ପଚାରନ୍ତୁ ଆଜ୍ଞା 28 ନମ୍ବର ନକ୍ଷତ୍ର ନାଁ ହେଲା ଅଭିଜିତ ନକ୍ଷତ୍ର ଚନ୍ଦ୍ର ସବୁ ନକ୍ଷତ୍ର ଚକ୍ରରେ ଘୂର୍ଣ୍ଣାୟମାନ ବେଗରେ ଗତି କରି କରି 500 ବର୍ଷ ପରେ ମାତ୍ର 2.5 ଦଣ୍ଡ ଗୋଟିଏ ଘଣ୍ଟା ପାଇଁ ଅଭିଜିତ ନକ୍ଷତ୍ର ସହିତ ତାଙ୍କର ମିଳନ ହୁଏ ଆଉ ଯୋଉତକ ସମୟ ଅଭିଜିତ ନକ୍ଷତ୍ର ସୋମକର ମିଳନ ହୁଏ ସୋମ କହିଲେ ଚନ୍ଦ୍ର ଚନ୍ଦ୍ର ସେଇ ସମୟରେ ଯୋଉ ନାରୀ ପୁରୁଷର ସହବାସ ହବ ନାରୀ ଗର୍ଭ ଧାରଣ କରିବ ହଁ ସେ ନାରୀ ଗର୍ଭରୁ ଯୋଗ୍ୟ ସନ୍ତାନ ଜନ୍ମ ନେବ ଇଏଣେ ଅପମାନ ପାଇଛନ୍ତି ପରାଶର ଅପେକ୍ଷା କରିଛନ୍ତି ସେ ସୁଯୋଗ କେତେବେଳେ ଆସିଲେ ମୋ ସ୍ତ୍ରୀ ପାଖକୁ ଯିବି ମିଳନ କାମନା ନେଇ ମିଳନ ହବ ସନ୍ତାନ ଜନ୍ମ ହବ ଇଏ ମୂର୍ଖ କାର୍ତ୍ତବୀର୍ଯ୍ୟର ପ୍ରତିଶୋଧ ନେବି ରେ ଇଏ ତ ସେଇ ସମୟ ସମୟ ମୋ ଗଣନାରେ ବ୍ୟତିକ୍ରମ ହେଇଗଲା ବା 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 ଆରେ ଏତିକି ସମୟ ଭିତରେ ଯମୁନା ନଦୀ ପାରି ହୋଇ ମୁଁ ତ ଯାଇପାରିବିନି ନା ତେଣୁ ପଣ୍ଡିତେ କ୍ଷିପ୍ର ବେଗରେ ଦୌଡ଼ି ଦୌଡ଼ି ହେଇ ଆସିଛନ୍ତି ଇଏ ଦୁନିଆରେ ପଣ୍ଡିତେ ତର ତର ହେଲେ ସବୁ କାମ ହବନି ଗୋଟିଏ କଥା ହେଲେ ତର ତର ହବ ଚାଷ ତର ତର ବଣିଜ ମଠ ମଠ ଇଏ କ୍ଷିପ୍ର ବେଗରେ ଧାଇଁ ଆସିଲେ ହଁ ପୁଅ ଗୋଟିଏ ପଦ ମନେ ପଡିଯାଏ କହିଲା ଚାଲି ନ ଜାଣି ଯେ ତର ତରେ ଧାଏ ଚାଲି ନ ଜାଣି ଯେ ତର ତରେ ଧାଏ ଚାଲି ନ ଜାଣି ଯେ ତର ତରେ ଧାଏ ଚାଲି ନ ଜାଣି ଯେ ସ୍ୱାଦୁ ନ ଜାଣି ଯେ ତର ତରେ ଖାଏ ସ୍ୱାଦୁ ନ ଜାଣି ଯେ ତାଳ ନ ଜାଣି ଯେ ତର ତରେ ଗାଏ ତାଳ ନ ଜାଣି ଯେ
କଣା ଗାୟକ ଥାନ୍ତି ତରତର ହେଇ ଗାଆନ୍ତି। ଇରେ ଗାଇବା କଣ ତା ତରତର ହେଲେ ହେଇପାରିବ? କହେ ମନୁଆ ସେ କୁଆରକୁ କହେ ମନୁଆ ସେ ଜଗତସିଂହପୁର ବ୍ରେକେ ଆ ତ ଜଗନ୍ନାଥ ବେହେରା କହିଲେ ଭଲ ହଉଛି, ଇଏ କଣ ଛିଣ୍ଡେଇବେ ମୋ ପାଲ ସେଇ କହିଥିଲେ ତାର ଛିଣ୍ଡେଇବେ ବୋଲି। ଛିଣ୍ଡେଇବା ଗୋଟେ ଅଶ୍ଳୀଳ ଭାଷା, ପୁଣି ଛିଣ୍ଡେଇବା ଗୋଟେ ଭଲ ଭାଷା, କଣ ବୁଝୁଛୁ? ତେଣୁକରି ତାଙ୍କରି କଥା ମୁଁ କହୁଛି। ବାପା ଇଏ କ୍ଷିପ୍ର ବେଗରେ ଯେତେବେଳେ ଯାଆନ୍ତି ଦେଖିଲେ ନଦୀ ପ୍ରତିବନ୍ଧକ, ଏବେ ସିନା ବ୍ରିଜ ହେଇଛି ଠକ୍ ଠାକ୍ ଆପଣ ଚାଲି ଆସୁଛନ୍ତି, ଏକ ନଦୀ ଶହ ଶହ କୋଶ। କହିଲେ କହିଲେ ଆରେ କଣ କରିବା, ସମୟ ତା ହାତରେ କମ, 500 ବର୍ଷ ଅପେକ୍ଷା କରିବାର ଧୈର୍ଯ୍ୟ ମୋ ପାଖରେ ନାହିଁ। ହେଲେ ଇଏ ନଦୀ ତା ପ୍ରତିବନ୍ଧକ, ନଦୀକି ଯିଏ ପାରି କରେ କଇବର୍ତ୍ତ ସେ କାହିଁ ତରେଇ କାହିଁ, ସେତେବେଳେ ଗୋଡକୁ ଟେକିକି ଚାହିଁ ଦିଅନ୍ତି। ଏଠି କବି କଳହଂସ ଗୋପାଳ କୃଷ୍ଣ ଗୋଟିଏ ପଦ କଣ କହିଲେ ଆପଣ ମାନଙ୍କୁ ଭଲ ଭଲ କଥା ମୁଁ ଯେତିକି ଜାଣିଛି ଆଜ୍ଞା, ଗୋଟିଏ ପଦ ଜଗନ୍ନାଥ ବେହେରା ମତେ କହିଥିଲେ, କହିଲେ ଏ ବାମୁଣୀ ପୁଅ, ଓଡ଼ିଶାରେ ଯେତେ ଗାୟକ ଅଛନ୍ତି ସମସ୍ତଙ୍କ ଠାରୁ ତୁ କମଜୋରି ଯେତେବେଳେ ଭାବୁଥିବୁ ତୁ ଆଗେଇ ଆଗେଇ ଯାଉଥିବୁ। ଏବେ ବି ମୁଁ ଚିନ୍ତା କରୁଛି, ଏଠି ଯୋଉ ଆମ ସାର୍ ବସିଛନ୍ତି ସେ ଯେତିକି ତର୍ଜମା କରୁଛନ୍ତି ଏଟା 20ଟା ଗାୟକ ଜାଣିନାହାନ୍ତି। ହଁ, କିନ୍ତୁ ସେ ଅଳ୍ପ ଜ୍ଞାନ ଥିବା ଲୋକ ଯଦି ସେତିକି କଥା ଜାଣିବେ ଦୁନିଆ କହିବେ ସେ ଗାୟକ ଭୁଲ କଲା ମୁଁ ତାକୁ ଦାବି ଦେଲି। କିନ୍ତୁ ପ୍ରକୃତ ଜ୍ଞାନୀ ଯିଏ ସେ କେବେ ହେଲେ ମଞ୍ଚରେ କୁହନ୍ତି ନାହିଁ। ଯୋଉମାନଙ୍କର ବାହାଦୁରିଆ ସେଇମାନେ ମଞ୍ଚରେ କୁହନ୍ତି, କିନ୍ତୁ କେତେଟା କଥା ମଞ୍ଚରେ କହିବା ଦରକାର। ଯଦି ଗାୟକ ବାହାଦୁରୀ ମାରିଲା ସିଧା ଠିଆ ହେଇକି ଆଙ୍ଗୁଠି ତେଣୁ ପୁଅ ଗୋଟିଏ ପଦ ଲେଖିଲେ କିଏ ନା ରାଜ ଏ ପରାଶର ଦେଖିଲେ ନଦୀରେ ନୌକା ଅଛି ନାବିକ ନାହିଁ, ଗୋଡ ଟେକିକି ଚାହିଁଲେ କାନିନ୍ୟ ପୁତ୍ର କିଏ କେମିତି ଯୋଗ୍ୟ। ତାପରେ ମୁଁ ଯିବି ଅଭିମନ୍ୟୁ ପାଖକୁ, ଅଭିମନ୍ୟୁ ସେ ଚକ୍ରବ୍ୟୁହକୁ ଯାଇକି ଠିକ କରିଛି କି ଭୁଲ କରିଛି। କହିଲେ ଦେଖିଲେ ନା ବରେ ମୁଁ ଜଗତସିଂହପୁରିଆ ଗାୟକ, ମୁଁ ଜଗତସିଂହପୁରିଆ। କହିଲା ଇଏ ଦେଖିଲେ ନା ବରି ଅଟଇ ରମଣୀ ମୁଡମାଣି ଭୋଲା ରମଣୀ ଗାୟକ ଅଛନ୍ତି 80 ବର୍ଷ ହେଲାଣି ଜଳୁଛନ୍ତି। ତୁ କୁଆଡେ ଗାୟକ ହେଇଥିଲୁ କୋନା ତୋନା ଗେଡୁଆ, ଏମିତି କଣ ମଲା ଭଳିଆ ଦେଖାଯାଉଛୁ? ସେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ। ଏଠି ଯେତିକି ବସିଛନ୍ତି ଆପଣ ମାନେ ଶୁଣନ୍ତୁ, ସେ ଠିକ ଜାଣୁଛନ୍ତି ମୁଁ କାହାକୁ କହୁଛି। ମୁଁ ତ ଏମିତି କୌଶଳରେ କହିବି ଧରା ପଡିବନି, ସବୁ ଯାକ କହିସାରିଥିଲି ଆଉ। ହଁ, ଗାୟକର ଗୋଟେ ରୂପ ସୌରଭ ଥାଏ, ଯେମିତି ମଶାଣି ରହିଲା ଭଳି ମୂର୍ଜା ଭଳିଆ ଦେଖାଯାଉଛନ୍ତି। ଏତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ। ଶୁଣୁ ଦେଖିଦେଲେ ଯୋଉଟା ମୁଁ ଦେଖାଗଲା ଆମେ ତା କହୁଛୁ। ଆଜିକାଲି ଯୋଉ ବାଇଗଣ ପୋକ ମାରୁଥିବ ତାକୁ କିଏ ନେବେ? ଖୋର୍ଦ୍ଧା ପଟେ ଗୋଟେ ବାଇଗଣ ଅଛି ତା ଦେହରେ ଏଡିକି ଏଡିକି କଣ୍ଟା, ସିଏ 100 ଟଙ୍କା କିଲୋ। ଏଡିକି ଏଡିକି ବାଇଗଣ ସିଏ ମାତ୍ର 20 ଟଙ୍କା। ହେ ସେଇଥିରୁ ବ୍ୟାଗ ନେଇକି ଯାଉଛି, ତାକୁ ନଉନାହାନ୍ତି। ତା ସ୍ୱାଦଟା କେମିତି? କିନ୍ତୁ ବାପା ଇଏ ସେ ବାଇଗଣ କଥା ଅଲଗା, ଇଏ କଥା ଅଲଗା। ତେଣୁକରି ଆଜିକାଲି ଟିକେ ସାଇଜ ହେଇକି ବାପା ଆସିବୁ ନା ଆଉ ଗାୟକ ହବୁ କହୁଛୁ। ଶୁଣୁ, ଆଉ ଖାଲି ପାଲାରେ ଭଲ ମନ୍ଦ ଖାଇବୁ, ଘରେ ପୋଇ ଖାରିକି ଚୋବେଇବୁ। ଏ ପୁଅ ଦେଖିଦେଲେ କହିଲା ଆରେ ଇଏ ତ କୁନି ଝିଅଟିଏ ବସିଛି, ଛୋଟିଆ ପିଲାଟା, ଅନୁଢା ଅପଢା, କିଏ ଇଏ? ଚାହିଁଦେଲେ କହିଲା ଆରେ ଆରେ ଇଏ ଅପଢା ଅନୁଢା।
ବିଚାର କଲେ କହିଲେ ଇଏ ଝିଅ କଣ ମତେ ଡଙ୍ଗା ପାରି କରିପାରିବ କିନ୍ତୁ ମୁଁ ୟା ପାଖରେ ପ୍ରାର୍ଥୀ ହେବି ସମୟ ହାତରେ ନାହିଁ ତଥାପି ସେ ଝିଅକୁ ଚାହିଁକି ଦେଖିଲେ କହିଲେ ଆରେ ଇଏ ଝିଅ କେମିତି ଦେଖାଯାଉଛି ଅଭିମନ୍ୟୁ ଲେଖିଲେ କହିଲେ ଅଳ୍ପ ନତ ବେନି ବକ୍ଷ ଯଦି ସେ ମଞ୍ଜୁଳ ସେ କହିଲେ ଏ ଝିଅର ଯୌବନ ଆସିନି ଅନୁଢା ପ୍ରୌଢା କିନ୍ତୁ ଆ ଶରୀର ରୂପକ ଲାବଣ୍ୟ ପୁଷ୍କରିଣୀରେ ଇଏ ହୃଦୟରେ ଯୋଉ ଅର୍ଦ୍ଧାଙ୍କୁରିତ ବକ୍ଷଜ ଇଏ କଣ ପଦ୍ମ କଢ ପରି ଦେଖାଯାଉଛି କି ହଉ ହେଲା ସେ ଯେମିତି ଦେଖାଯାଉଛି ସେଥିରୁ ଆମକୁ କଣ ମିଳୁଛି ମୋ ହାତରୁ ସମୟ ପଳାଉଛି ଆଜ୍ଞା ସେ ସେଇଠି ଡାକିକି ତାକୁ ନୌକାର ପାରି କରିବା ପାଇଁ କହିଲେ ଝିଅ ଶୁଣୁ ଆରେ ମୁଁ ଖାଲି ଏଇତକ କହିଦେଇକି ଆଗକୁ ଆଗଉଛି କେତୋଟି ସମସ୍ୟା ଅଛି ମହାଭାରତ ଭିତରେ ମୁଁ ଆପଣ ମାନଙ୍କୁ ଶୁଣେଇବି ଆଲୋ ମା ତୋ ବାପା ନାହିଁ କି ବାପା ଖାଇବା ପାଇଁ ଯାଇଛନ୍ତି ଠିଆ ହୋ ତୋ ବାପା ଆସିବ ତୁ ପାରି କରିବୁ ନାଇଁ ମୁଁ ପାରି କରିବିନି ବାପା ପାରି କରିବେ ନାଇଁ ମା ବିଳମ୍ବ ହେଇଯିବ ମୁଁ ତୋ ପାଖରେ ମୋ ହାତ ଧରୁଛି କରିପାରିବି ତୁ ଦୟାକରି ଟିକେ ନୌକାଟାକୁ ଖୋଲି ନା ନା ମତେ ଡଙ୍ଗା ଚଲେଇ ଆସିନାହିଁ ସାର୍ ମାର ବିଚାର କରନ୍ତୁ କଣ ଅସୁବିଧା ହେଲା ନା କଣ ମୁଁ ଆଡେ ମୋ ଦେହରୁ ଝାଳ ବୋହିଗଲାଣି ସେ ଯେ ପର୍ଯ୍ୟନ୍ତ ଗାୟକ ସଭାକୁ ଡରିଛି ପାଲା ଠିକ ହବ ଆଉ ଯୋଉ ବାରିକ ଖାମଖିଆଲିରେ ଚୂଳ କାଟିଲା ସେ କୁଆ କଣ୍ଡିଆ ତେଣୁ ସିଏ ବାରିକ କେମିତି କଣ କାଟୁଛନ୍ତି ଆପଣ ଜାଣିଥିବେ ତତେ କହୁଛି ତାଙ୍କୁ କହୁନି ଆଚ୍ଛା ମା ତୁ ଦୟାକରି ଟିକେ ନୌକା ଖୋଲିଦେ ମା ମୋର ବହୁ ଗୁରୁ ଦାୟିତ୍ୱ ଅଛି ଦୟାକରି ଖୋଲିଦେ ମତେ ଡଙ୍ଗା ଚଲେଇ ଆସିନାହିଁ ମୁଁ ତତେ ଅଭିଶାପ ଦେବି ଅଭିଶାପ ଦେବାର ଉଦ୍ଦେଶ୍ୟ ନଥିଲା ବାବାଜୀଙ୍କର ସେ କେବଳ ଭୟ ଦେଖେଇବା ପାଇଁ କହୁଛନ୍ତି ଅଭିଶାପକୁ ଭୟ କରି ଭରା ଯମୁନା ନଦୀରେ ଆଜ୍ଞା ଡଙ୍ଗାଟିକି ଖୋଲିଦେଲା ନିୟନ୍ତ୍ରଣ କରିପାରିଲାନି ନା ଯେତେବେଳେ ବାଡେଇ ବାଡି ଛୋଟା କରିଦେଇଛି ବାବାଜୀ କି କିଏ ସେ କାର୍ତ୍ତବୀର୍ଯ୍ୟ ପରାଶର ଛୋଟା ହେଇଛନ୍ତି ଅଥର୍ବ ହେଇଯାଇଛନ୍ତି ତାଙ୍କର ଅଥର୍ବା ବୋଲି ତାକୁ ବି କୁହାଯାଏ ଚିନ୍ତା କଲେ କହିଲେ ଆରେ ଇଏ ଝିଅକୁ ସିନା ଭୟ ଦେଖେଇକି ଯମୁନା ନଦୀରେ ଡଙ୍ଗା ଖୋଲେଇ ଦେଲି ଇଏ ନଦୀର ମଝିରେ ନୌକା ଚାଲିଛି ଏଇ ନଈ ମଝିରେ ଦିନ ସରିଯିବ ବେଳ ସରିଯିବ ଆଉ ହେଇପାରିବନି ମୋ ସ୍ତ୍ରୀ ସହିତ ମୋର ମିଳନ କାମନା ହେଇପାରିବନି ସେ ସେଇଠି କଣ କଲେ କଣ ଗୋଟେ ଅଡୁଆ ହେଇଛି କି କହୁଛନ୍ତି ନା କଣ ସେ ସେଇଠି କଣ କଲେ କହିଲେ ଲୋ ମା ଠିଆ ତୁ ଗୋଟେ ବସି ପଡୁଛୁ କାହିଁକି ଆଲୋ ମା ତୁ ସେ ନଦୀର ଯୋଉ ନୌକାର ଯୋଉ ନିୟନ୍ତ୍ରଣ ଦଣ୍ଡ ଧରିଛୁ ତାକୁ ଛାଡିଦେ ଡଙ୍ଗା କଣ ରହିବ ଡଙ୍ଗା ଏଠି ସ୍ଥିର ହେଇ ରହିବ କେମିତି ସ୍ଥିର ହେଇ ରହିବ ମୁଁ ତତେ ଗୋଟେ କଥା କହିବି ତୁ ମୋ କଥା ଶୁଣିବୁ କହୁନା ବାବାଜୀ ବିଚାର କଲି ଏ ତ ଅନୁଢା ଅପରୁଢା ଋତୁ ଦର୍ଶନ କରିନି ମୁଁ ଆଉ କେମିତି କହିବି କଣ କହିବି ତଥାପି ନ କହିଲେ ହବନି କହିଲେ ଲୋ ମା ଦେଖ ଡଙ୍ଗା ସ୍ଥିର ହେଲା ନା ନାଇଁ ବିଦ୍ୟା ବଳରେ ହଁ ଡଙ୍ଗା ରହିଲା ମୁଁ ଗୋଟେ କଥା କହିବି ମାନିବୁ କହୁନା ମୁଁ ତତେ ବିବାହ କରିବାକୁ ଚାହେଁ କଣ ଆରେ ବିବାହ ଜାଣିନୁ ବେଦୀରେ ବରକନ୍ୟା ବସି ବାହା ହୁଅନ୍ତି ବରକନ୍ୟା ବସି ବାହାଘର ହେଲେ କଣ ହବ ବାହାଘର ହେଲେ ମିଳନ ହବ ମିଳନ ହେଲେ କଣ ହବ ପିଲା ଥିଲା ଅମଳ ହେବେ ଅମଳ କଣ ଧାନ ନା ଚାଉଳ ତୋର କେଇଟା ପିଲା 12ଟା ଆଉ ତାହେଲେ ସେଇଥିପାଇଁ କହୁଛି ଅମଳ ଆଲୋ ମା ହଁ ତୁ ଏମିତି ଗୋଟିଏ ପୁଅର ମା ହବୁ ତୋ ପୂର୍ବରୁ କେହି ସେମିତି ପିଲା ଜନ୍ମ କରି ନଥିବେ କି କରିପାରିବେନି କି ମା ହେଇପାରିବେନି ଇତିହାସର ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେଇଯିବ ହୋଇ ରହିବ ତୋ ପ୍ରଶସ୍ତି ସତେ ନା କଣ ଓ ମା ହସିଲା ଝିଅ ବାବାଜୀ କହିଲା ଆରେ ମୋ ଠାରୁ ତ ବୋକା କେହି ନାହିଁ ନା ଇଏ ତ ଅନୁଢା ପ୍ରୌଢା ଝିଅ ଇଏ ପ୍ରେମ କଣ ଜାଣିଛି ନା ଆପଣ ଗୋଟେ 5-7 ବର୍ଷର କି 8-10 ବର୍ଷର ନାତୁଣୀ କି ବାହା ହେଲେ କହିବେ ସେ ହସି ଦବ ନା ଇଏ ଏଇଠି ଋଷିଙ୍କର କେତେ ଶକ୍ତି ଆଜ୍ଞା କହିଲେ ଠିକ ଅଛି ଏ ଝିଅ ଅନୁଢା ତ
ରଙ୍ଗ ନଦୀରେ ଯୌବନ ଢେଉ ଖେଳିବା। ଯୌବନ ଢେଉ ଖେଳେଇବା କେମିତି ବାପା ଯୌବନ ଢେଉ ଖେଳିବ? କେମିତି? ବାବାଜୀଙ୍କର ସାମର୍ଥ୍ୟ କେତେ? ନଦୀରୁ ପାଣି ମୁଣ୍ଡିଏ ଧରିଲେ କହିଲେ ଇଏ ମନ୍ତ୍ରଣ ବାରି ସିଞ୍ଚିଲେ ଯେତିକି ବସିଛନ୍ତି ଆହ୍ଲାଦ ଦାନକାରୀ ଶ୍ରୋତା 5,000 ଲୋକ ଶ୍ରୋତା ହିସାବରେ ଦର୍ଶକ ହିସାବରେ ବସିଲେ ଆମେ ଖୁସି ହୁଅନୁ। 5 ଜଣ ବସନ୍ତୁ 50 ଜଣ ବସନ୍ତୁ ଯଦି ନୀରବରେ ବସିଲେ ଯେଡ଼େ ବଡ଼ ଗାୟକ ହଉତା ମୁଣ୍ଡ ନଇଛି। ତେଣୁ ଆପଣମାନେ ଯେତିକି ବସିଛନ୍ତି ପ୍ରକୃତ ଆହ୍ଲାଦ ଦାନକାରୀ ଶ୍ରୋତା ଯୋଗ୍ୟ ଜଣେ ଜଣେ ପାଲା ସମୀକ୍ଷକ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେ ମୋର ବରଣ୍ୟ ବିଦ୍ୱାନ ମଣ୍ଡଳୀ ଗଙ୍ଗା ଏ ଯମୁନା ନଦୀରୁ ପାଣି ମୁଣ୍ଡିଏ ନେଇ ଯେତେବେଳେ ଅଭିମନ୍ତ୍ରିତ କରି ଛାଡ଼ି ଦେଇଛନ୍ତି ଝିଅର ଅଙ୍ଗକୁ ଯୌବନାବତୀ ହେଇଯାଇଛି। ଆହ୍ୱାନ କରୁଛନ୍ତି କିଏ? ସେ ଋଷି। ସାର୍ ଆମେ ଏଇ ପ୍ରସଙ୍ଗ ଗାଇଲା ବେଳେ ଧୀରେ ବାପା ପ୍ରାର୍ଥନା ଚ୍ୟାନେଲରେ ଆମକୁ ସମାଲୋଚନା କଲେ କିଏ ସେନା ମରିଗଲେଣି ଦିବଙ୍ଗତ ହେଇଗଲେଣି ଆପଣମାନଙ୍କର ରଜତ କର କହିଲେ ଏଠି ଚୌପଦୀର କିଛି ଆବଶ୍ୟକତା ନଥିଲା। ମୁଁ କହିଲି ପ୍ରୀତି ଯେତେବେଳେ ମଣିଷ ଜଣେ କରେ କହୁନାହାନ୍ତି ସେତିବେଳୁ ଆପଣଙ୍କର ସେ ନିଆଁ କୁହୁଳିଲାଣି। ମୁଁ ସେଇଆ କିଛି ଭାବୁନି ଯେ ମୁଁ ସେଇଥିପାଇଁ ତ ପଚାରି ହଉଛି ସେ କଣ ସେଠି କୁହୁଳୁଛି। ନାଇଁ ନାଇଁ ମୁଁ ବି ଜ୍ଞାନୀ ନୁହଁ ଆମଠୁ ଆପଣ ଜ୍ଞାନୀ। ଆପଣ ବସନ୍ତୁ। ଆପଣଙ୍କର ବାବାଜୀ କାହାକୁ କହିବା? ଆମେ ଶବ୍ଦକୁ ଉତ୍ପତ୍ତି କଲେ ତାର ଅଲଗା ଅର୍ଥ ବାହାରେ। ଆମେ ମନୁବଂଶଧର ବୋଲି ଆମକୁ କୁହାଯାଏ ମନୁଷ୍ୟ, ଆମକୁ ନର କୁହାଯାଏ, ଜନ କୁହାଯାଏ। ଠିକ ସେହିପରି ଋଷି ଏବଂ ବାବାଜୀ ଭିତରେ ପାର୍ଥକ୍ୟ କଣ? ବାବାଜୀ କାହାକୁ କହିବା? ଆମେ ବେଳେ ବେଳେ ଋଷିକି ବାବାଜୀ କହିକିରି ପୁଣି ବାବାଜୀକି ବି ଋଷି କହୁଛୁ। ଏଇଆ ହେଇଯାଉଛି। ଆଗ ବାବାଜୀ କିଏ ତାକୁ ବାହାର କରିଦେବା, ତାପରେ ଆପଣା ଥାଇ ଋଷି ଜଣା ପଡିଯିବ। ଠିକ ଅଛି ପୁଅ। ବାବାଜୀ କାହାକୁ କହିବା? ବାବାଜୀ କାହାକୁ କହିବା? ଆମର ଯୋଉ ପଞ୍ଚସଖା ସାହିତ୍ୟରେ ବାବାଜୀ ବୋଲି ଅଛି କଣ ବୁଝୁଛନ୍ତି? ଆମେ ବଶିଷ୍ଠକୁ କୋଉଠି ବାବାଜୀ ବୋଲି କୋଉ ପୁରାଣରେ ଲେଖା ହେଇନି। ବଶିଷ୍ଠଙ୍କୁ ଋଷି କୁହାଯାଇଛି, ବିଶ୍ୱାମିତ୍ରଙ୍କୁ ଋଷି କୁହାଯାଇଛି, ଜନକଙ୍କୁ ଋଷି କୁହାଯାଇଛି। ଏ ଯୋଉ ବାବାଜୀ ଶବ୍ଦଟି କେବଳ କଳିଯୁଗରେ ଆରମ୍ଭ ହୋଇଛି। କଣ ପାଇଁ ବାବାଜୀ କହିଲ? ନା ପ୍ରକୃତରେ କଳିଯୁଗରେ ବାବାଜୀଙ୍କ ଭିତରେ କିଛି ଅମାନୁଷିକତା ଭାବ ପରିଲିଖିତ ହେବାରୁ ଆମେ ତାଙ୍କୁ ପ୍ରକୃତରେ ଇଏ ବାବାଜୀ କି ନାହିଁ ବିଚାର କରିବା ଦରକାର ହେଉଛି। ବା ଯୁକ୍ତ ବାଜି ସମାନ ବାବାଜୀ। ଋଷି ଶବ୍ଦ ତ ସେ ଥୁଆ ହେଇକି ଅଛି, ତା ଦେହରେ କେହି ହାତ ମାରି ପାରିବେନି। ଆପଣଙ୍କ କହିବାର ତାତ୍ପର୍ଯ୍ୟ ସନ୍ଦେହ ସୃଷ୍ଟି ହେଲା। ପରାଶର ପ୍ରକୃତରେ ଋଷି, ତାଙ୍କୁ ଆମେ କଥା ଛଳରେ ବାବାଜୀ କହିଥିବାରୁ ଆଜି ଆପଣମାନଙ୍କ ପାଖରେ ଏ ନ୍ୟାୟକୁ ଆମକୁ ବାଢିବାକୁ ପଡୁଛି। ତାହେଲେ ବାବାଜୀ ଶବ୍ଦର ଅର୍ଥ କଣ? ନା ବା ଯୁକ୍ତ ବାଜି ସମାନ ବାବାଜୀ। ବା କହିଲେ ବାୟୁ, ବାଜି କହିଲେ ଘୋଡା, ବାଜି କହିଲେ ସ୍ୱର। ଆପଣ କଣ କରନ୍ତି ନା ବେଳେ ବେଳେ ଘୋଡାଟି ଯେତେବେଳେ କ୍ଷିପ୍ର ବେଗରେ ଦୌଡେ ଆପଣ ତାକୁ କଣ କହନ୍ତି ନା ଆରେ ହେ ଇଏ ଘୋଡାଟା ପବନ ବେଗରେ ଧାଇଁଛି, କିନ୍ତୁ ପବନକୁ ଜିଣି ନେଇ। ପବନ ବେଗରେ ସ୍ୱର ଯାଉଛି, ଅର୍ଜୁନର ଯାଉଛି କି କର୍ଣ୍ଣର ଯାଉଛି, କିନ୍ତୁ ପବନକୁ ସେ ଜିଣିନି। ସ୍ୱର କେବେ ପବନକୁ ଜିଣେନି, ଘୋଡା କେବେ ପବନକୁ ଜିଣେନି। ପବନକୁ ବାକୁ ଯିଏ ଜିଣିବ ସେଇ ହବ ବାବାଜୀ।
ତାହେଲେ ପବନକୁ କିଏ ଜିଣିଛି ନା ଯିଏ ବାବାଜୀ? ବାବାଜୀ ପବନକୁ କେମିତି ଜିଣିଛନ୍ତି? ଦେଖି ସେଇ ହେବେ ବାବାଜୀ। ବାକୁ ଜିଣିଲେ ବାବାଜୀ। ବାବାଜୀ ସେଇ ବାବାଜୀ ଅଭିରାମ ପରମହଂସ ଲେଖିଲେ। ବାବାଜୀ ଠାକୁର ପରମହଂସ ଅଭିରାମ ପରମହଂସ ଲେଖିଲେ। ବାহ କହିଲେ ବାବାଜୀ କେମିତି ହବ? ଗୋଟିଏ ପଦ କହିଲା, ଯଦି ତୁ ଢିଙ୍କିରେ ଠିକ ସେ ଧାନ କୁଟି ପାରିବୁ ହଁ ତାହେଲେ ବାବାଜୀ ହବୁ। ବାବାଜୀ ନା ଧାନ କୁଟିବାକୁ ପଡିବ। ଧାନ କହିଲେ କଣ ବୁଝୁଛୁ? ଧାନ କହିଲେ ଯୋଉ ଧାନ ଆମର ଢିଙ୍କି କହିଲେ କଣ ବୁଝୁଛୁ? ସମସ୍ତେ ଘରେ ଥିଲା ଆଉ ଏଇନା ସେ ଢିଙ୍କି ନୁହଁ, ଏବେ ସମସ୍ତଙ୍କ ପାଖରେ ଢିଙ୍କି ଅଛି। ଯୋଉଦିନ ସେ ଢିଙ୍କିର ଧାନ କୁଟା ବନ୍ଦ ହବ, ତୁ ଆଉ ଘରେ ରହିବୁ, ତତେ ମଶାଣିକି ନେଇଯିବେ, ତତେ ଛୁଇଁବେ ନାହିଁ। କଣ କହିବେ? ଏଇ ଭକ୍ତ ଚରଣ ଦାସ ଖୋର୍ଦ୍ଧା ଜିଲ୍ଲା। ଯୋଉଦିନ ଢିଙ୍କିର ଧାନ କୁଟା ବନ୍ଦ ହୋଇଯିବ, ଛୁଇଁବେ ନାହିଁ ତୋତେ ବୋଲିବେ ମରା, ନାହିଁ ତୋତେ ବୋଲିବେ ମରା, ନାହିଁ ତୋତେ ବୋଲିବେ ମରା, ଛୁଇଁବେ ନାହିଁ ମରା, ଛୁଇଁବେ ନାହିଁ ତୋତେ ବୋଲିବେ ମରା। ମରା ହେଇଯିବ। ତୁ ମରା ହେଇଯିବୁ, ହଁ ଶବ ହେଇଯିବୁ। ସବୁ ହେଇଯିବ। ଯୋଉଦିନ ଢିଙ୍କିରୁ ଧାନ କୁଟା ବନ୍ଦ ହେଇଯିବ। ତାହେଲେ ଢିଙ୍କି ଆଗ ଦେଖିବା। ଏଇ ହଉଛି ଢିଙ୍କି। ଇଅଳା ପିଅଳା ଶିଶୁମୁନା ଦ୍ୱାରର ମଧ୍ୟବର୍ତ୍ତୀ ସ୍ଥାନରେ ବସିଛି ନାସା। ନାଚା ଇଏ ଢିଙ୍କି ବସିଛି କୋଉଠି? କୋଉଠି? ଦିନ ରାତି 24 ଘଣ୍ଟା 8 ପ୍ରହର 60 ଦଣ୍ଡରେ ଇଏ ଢିଙ୍କି କେତେ ଧାନ କୁଟୁଛି, କେତେ ପାହାର ପଡୁଛି, କେମିତି ଇଏ ବାୟୁକୁ ଜିଣିଲେ ବାବାଜୀ ହବ। ଗୋଟିଏ ପଦ ମୁଁ ଆପଣମାନଙ୍କୁ ସୁଠଉଛି। ପରମହଂସଙ୍କ ଲେଖା। ଆଜ୍ଞା 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 ସେଇ 21,600 କଥା ମୁଁ ବୋଲୁଛି, ତାକୁ ଆଗେଇକି ନେବି। ବେଳେ ବେଳେ ଗାଁ ଗହଳିରେ ଏମିତି ତତ୍ତ୍ୱବିତି ମାନେ ଥାନ୍ତି, ସେମାନେ ଏମିତି ସାଧନା କରୁଛନ୍ତି, ତା ପାଲାଗାୟକଙ୍କ ଭିତରେ ନାହିଁ। ଆମେ ହଉଛୁ ସାହିତ୍ୟିକ, ସାହିତ୍ୟ ଉପରେ ଆମେ ତର୍ଜମା କରିବା। ମୁଁ କଣ ଜଣେ ସାଧକ ଯେ ମୁଁ ତାକୁ ଅନୁଭବ କରିଛି କରିପାରିବି? ମୁଁ ଏଇ ପରିପ୍ରେକ୍ଷୀରେ ଆପଣଙ୍କୁ ଆଉ ଗୋଟେ ସୁନ୍ଦର କଥା ଆଜି କହିବି। ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ତେଣୁ ଅଭିର ରାମ ପରମହଂସ କହିଲେ, କହିଲା ଏ ଢିଙ୍କି ବସିଛି ରେ ଅଭିରାମ ପରମହଂସଙ୍କ ଠାରୁ ଆହୁରି ସାଧକ। ଅଭିରାମ ପରମହଂସ ସଂସାର କରିଛନ୍ତି? ନା ସ୍ତ୍ରୀ ଅଛି? ନା ପିଲା ଅଛନ୍ତି? ନା ସ୍ତ୍ରୀ ପିଲା ରଖିକି ସଂସାର କରି ଗୋଟେ ରାଜ୍ୟରେ ରାଜା ହେଇ ହଁ କେମିତି ସାଧନା କରୁଛନ୍ତି ଦେଖନ୍ତୁ। ମୁଁ ସେଇ କଥା କହୁଛି। ଢିଙ୍କି ବସିଛି। କହିଲା ଢିଙ୍କି ବସିଛି ରେ ଶିଶୁ ବେଦ ଘରେ ଯାଇ, ଢିଙ୍କି ବସିଛି ରେ, ଢିଙ୍କି ବସିଛି ରେ, ଶିଶୁ ବେଦ ଘରେ ଯାଇ, ଶବଦ ଅଟେ ବଡ଼ ଭେଦ, ଢିଙ୍କିର ଶବଦ ଅଟେ ବଡ଼ ଭେଦ, ଢିଙ୍କିର ଶବଦ ଅଟେ ବଡ଼ ଭେଦ, ଢିଙ୍କିର ଶବଦ ଅଟେ ବଡ଼ ଭେଦ, ଭାସିବ ନ ପାଇ। ଢିଙ୍କି ବସିଛି ରେ, ଢିଙ୍କି ବସିଛି ରେ, ଶିଶୁ ବେଦ ଘରେ ଯାଇ। ଢିଙ୍କି ବସିଛି ଶିଶୁ ବେଦ ଘରେ, ଇଅଳା ପିଅଳା ଶିଶୁ ମୁନା 21,600 ଥର ନିଶ୍ୱାସ ପ୍ରଶ୍ୱାସ ନବା କଥା, ଯୋଉଟା ଆମେ ନଉଛେ ଛାଡୁଛେ। 21,600 ଥର ଯଦି ନେଲ, ତାହେଲେ ଯେମିତି ସାଧାରଣ ଭାବେ ଚଳିବା କଥା ଚଳିବ। ଚଳିବ। ଯଦି ବଢିଲା ବଢିଲେ କଣ ହବ? ଅଳ୍ପ ଦିନେ ମରିବ, ମରିବ। ଯଦି ବଢିଲା ହଁ। ଅଳ୍ପ ଦିନେ ମରିବ। ମରିବ। ମାସିକ ରୋଜଗାର ଯଦି ଅଧିକ ଖର୍ଚ୍ଚ ହେଲା, ବା କିସ୍ତି କରିବ, କରିବ। କିସ୍ତି ବାଲା ଦାଣ୍ଡରେ ପହଞ୍ଚିବେ, ବେଶ ତୁମେ ସେତେବେଳେ ଯାଇ କୋଉଠି ଲୁଚିବ। ବା ତୁ କିସ୍ତି କରିଥିଲୁ କଣ ତ ଅବସ୍ଥା? ହେଁ? ତୋ ସ୍ତ୍ରୀ କିସ୍ତି କରିଥିଲା କଣ ହେଲା? ଲୁଚିଲା। ଯେମିତି କିସ୍ତି ବାଲା ଚେଞ୍ଜ କରିକି ଟାଇମ ଆଇଲା, ଧରା ପଡିଗଲା। କଣ ଟଙ୍କା ଦେଲା? କଳିକ ଦିଆହେଲା। କାହା ସାଙ୍ଗରେ? କିସ୍ତି ବିଲା ସାଙ୍ଗରେ। ତୋ ସ୍ତ୍ରୀ ଟଙ୍କା ଦେଲାନି, ନା। କଣ କଲା? ତାକୁ ଯାଇ କାମୁଡି ଦେଲା। ତାକୁ ଯାଇ ଗୋଟେ କାମୁଡି ଦେଲା। ଏଇରେ ତୁ ଏକଥା କହିବା କଥା କହିଦେଲେ ମୁଁ କହିନଥାନ୍ତି। କୋଉଠି? କାମୁଡେ ପାଟି କରୁଛୁ ବା କୋଉଠିକି? ତେଣୁ ଆମେ ମାନେ 21,600 ଥର ଯଦି ନବା, ତାହେଲେ ଯେତିକି ରୋଜଗାର କଲେ ସେତିକି ଖର୍ଚ୍ଚ କଲେ। ଖର୍ଚ୍ଚ ହେଲେ ଯଦି ଆମର ଅଧିକ ଗଲା, ପଣ୍ଡିତ ଅଳ୍ପ ଦିନେ ମରିବା। ତେଣୁ ବାବାଜୀ କିଏ ନା ରେଚକ ପୂରକ କୁମ୍ଭ କରେ, ପ୍ରାଣବାୟୁକୁ ସ୍ଥିତ କରି ପ୍ରାଣାୟାମ ସୂତ୍ରରେ ସେ ଗୋଟେ କୌଶଳ। 21,600 ଥର ନିଶ୍ୱାସ ପ୍ରଶ୍ୱାସକୁ ଯେ କମେଇ ପାରିଲେ, ସିଏ ବାୟୁକୁ ଜିଣିଲେ, ସେଇ ହେବେ ବାବାଜୀ ରେ।
ऋषि 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 किए जे ऋषि की जाए ନା ଗୃହସ୍ଥାଶ୍ରମ କରି हाँ ଘର ଜଞ୍ଜାଳକୁ ତୁଲେଇ दुलई ଯିଏ ଯୋଗ ମାର୍ଗରେ हाँ ସିଦ୍ଧ ସାଧନ କରିଛନ୍ତି ସିଦ୍ଧହସ୍ତ ହୋଇଛନ୍ତି ସେ ହେଉଛନ୍ତି ऋषि ଇଏ ସବୁ ଋଷିଙ୍କ ଠାରୁ ଶ୍ରେଷ୍ଠ ହେଉଛନ୍ତି ରାଜର୍ଷି ଜନକ जनक ଶୁକ ମହାରାଜ ଯେତେବେଳେ ପ୍ରବଚନ ସଭାରେ ବସିକି ଉଠନ୍ତି ଆଜ୍ଞା ଦେଖିଲା ବେଳକୁ ତାଙ୍କ ଆସନଟା ଓଦା ରୁହେ वाह ସେ କହିଲେ ମୁଁ ତ ମୂତ୍ର ତ୍ୟାଗ କରିନି ଓଦା କାହିଁକି ରହୁଛି वाह ସମସ୍ତଙ୍କୁ ପଚାରିଲେ ବୃଦ୍ଧ ବୟସ୍କ ଜ୍ଞାନୀ ବାବାଜୀ ମାନଙ୍କୁ ଋଷିମୁନି ମାନଙ୍କୁ हाँ ତେଣୁ ସେମାନେ ସମସ୍ତେ କହିଲେ କହିଲେ ତୁମେ ଗୁରୁ କରିନା ତ ସେଇଥିପାଇଁ ତୁମର ସିଦ୍ଧ ହେଇନାହିଁ ସିଦ୍ଧି ହେଇନାହିଁ ना ନା ତାହେଲେ ଗୁରୁ କାହାକୁ କରିବି ଯାହା ପାଖକୁ ଗଲେ ସେ ହାତ ଯୋଡ଼ିବେ ତ୍ରିପାଠୀ ସାର୍ ବୋଧେ ପଳେଇଲେଣି ଏ ତ୍ରିପାଠୀ ସାର୍ ପାଲା କ୍ଷେତ୍ରରେ ଖ୍ୟାତି ଅର୍ଜନ ନ କଲେ କ'ଣ ହବ ସେ ଦିନେ ଯାଇଥିଲେ ନରୋତ୍ତମ ମହାପାତ୍ରଙ୍କୁ ଗୁରୁ କରିବା ପାଇଁ ସେ ଯାଉ ଧାଡ଼ିଏ କହିଲେ ସେ ତାଠୁ ଆଉ ଆଗରୁ ପଛ ସବୁ ବୋଲିଗଲେ ତେଣୁ ସେ କହିଲେ କହିଲେ ବାପା ତୁ କ'ଣ ମୋତେ ଗୁରୁ କରିବୁ ତୁ ତ ସବୁ ବୋଲି ଯାଉଛୁ बस ତେଣୁ ଏଠି ଗୁରୁ ଶୁକ ମହାରାଜ ଯେତେବେଳେ ଯାହା ପାଖକୁ ଗଲେ ସେମାନେ ଜାଣିଲେ ଯେ ଶୁକଙ୍କ ଠାରୁ ତାଙ୍କର ଜ୍ଞାନ କମ୍ ଆଜ୍ଞା ସେମାନେ ଆଉ ତାକୁ କେହି ଛାତ୍ର ରୂପରେ ଗ୍ରହଣ କଲେ नहीं ନାହିଁ କ'ଣ ବୁଝୁଛ ତ आज्ञा ପୁଅ बुझे ଛାତ୍ର ରୂପେ ଗ୍ରହଣ କଲେନି ନା। କାରଣ ମୁଁ ନିଜେ ଭୁକ୍ତ ହେବି ଯେତେବେଳେ ନାରାୟଣ ମହାରଣା ଦୁଇ ଜଣ ଗୁରୁଙ୍କର ପୂଜା କଲେ ପ୍ରଥମେ ପୂଜା ହେଲେ କିଏ ମୁଁ ଟିକେ କହୁଛି କ୍ଷମା କରିବେ ସମୟ ନେଉଛି ବୋଲି କିଛି ଚିନ୍ତା କରିବେ ଆଗ ପ୍ରହ୍ଲାଦ କିଏ ଆପଣଙ୍କର ଅଭୟ ସ୍ୱାଇଁଙ୍କର ପୂଜା ହେଲା बुझाला ଅଭୟ ସ୍ୱାଇଁକି ପୂଜା କଲେ କିଏ ନା ବଳଭଦ୍ର ପଣ୍ଡା तांको शिष्य ବଳଭଦ୍ର ପଣ୍ଡାଙ୍କର ଯେତେବେଳେ ପୂଜା ହେଲା ଆଜ୍ଞା। ସେତେବେଳେ 10-12 ଜଣ ଛାତ୍ର ପୂଜା କଲେ वाह ସେଇଠି କହିଲେ ଅଭୟ ସ୍ୱାଇଁ କହିଲେ ରେ ବଳଭଦ୍ର ତୁ ତ ମତେ ଟପି ଗଲୁ ନା ମୁଁ ଟପି ଗଲି ଆପଣ କ'ଣ ଆପଣ ଚିନ୍ତା କରିବା ଦରକାର ଇଏ ଯୋଉ ଶିଷ୍ୟ ପ୍ରଶିଷ୍ୟ ଇଏ ସବୁ ହଉଛି ଆପଣଙ୍କ ଗଣ୍ଡିର ଶାଖା ଆଉ ପ୍ରଶାଖା वाह ତେଣୁ ବିଚାର କରନ୍ତୁ ଆଜ୍ଞା ବଳଭଦ୍ର ପଣ୍ଡାଙ୍କର ଅଲଗା କଲଚର ଥିଲାବେଳେ ଅଭୟ ସ୍ୱାଇଁଙ୍କର ତା ନଥିଲା ବେଳେ ସେ କେବେ ତାଙ୍କୁ ଉପେକ୍ଷା କରିପାରିବେ କି ना ତେଣୁକରି ସେତିକି ନୁହଁ ପୁଅ ଲକ୍ଷ୍ମୀଧର ଦାସ କେତେ ଜ୍ଞାନୀ ଗାୟକ ବ୍ୟାସ हाँ ସେ ଗୁରୁ କରିଥିଲେ କାହାକୁ ଆପଣଙ୍କର ଯେ ଖ୍ୟାତି ଅର୍ଜନ କରିକି ଶେଷରେ କଣ୍ଠ ଅପରେସନ ହେଲା विश्वनाथ साहू ବିଶ୍ୱନାଥ ସାହୁ वाह ତାଙ୍କ ଠାରୁ ୟାଙ୍କର କଲଚର ବହୁତ ଆଗରେ ପୁଅ ଆଜ୍ଞା ହେଲେ ସେ ଗୁରୁ ଇଏ ଯାହା ପାଖକୁ ଗଲେ ସମସ୍ତେ କହିଲେ ଆରେ ଆମେ ତ ବିଦ୍ୟାରେ ପରାସ୍ତ ହବୁ ୟାଙ୍କୁ କ'ଣ କରିବୁ ଶିଷ୍ୟ ଶେଷରେ ପହଞ୍ଚିଲେ ଯାଇ ରାଜର୍ଷି ଜନକଙ୍କ पाखरे ମିଥିଳା मिथिला କୋଉଠି अयोध्या पाखरे मिथिला ରାମଙ୍କ ଶ୍ୱଶୁର ଘର ନେପାଳ नेपाल पे ଯୋଉଠି ରାମ ମନ୍ଦିର ପ୍ରତିଷ୍ଠା ବେଳେ ବହୁତ ଉପହାର ଆସିଛି आसिला ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗ ଜନକ ନଗରୀ ଯେତେବେଳେ ପହଞ୍ଚିଲେ ସେ ସେଇଠି କ'ଣ ଦେଖିଲେ ଯଜ୍ଞ ମଣ୍ଡପରେ କହିଲା କ୍ରତୁ ମଣ୍ଡପରେ କରିଣ ରାଜର୍ଷି ଜନକଙ୍କ ମିଥିଳା ରାଜ୍ୟରେ ଜନକ କ'ଣ କରିଛନ୍ତି ସାର୍ ହଁ ଯିବେ ତ ଆଉ କ'ଣ ଠରାଠରି ହଉଛନ୍ତି କାହିଁକି ଯିବେ ନା ମୋ ବେକରେ ଗୋଡ଼ ଦେଇକି ଯିବେ ଆଗରୁ ପଳେଇଥିଲେ ହେଇଥାନ୍ତା ଏତେ ବଡ଼ ସଭାକୁ ଆପଣ ସାଫଲ୍ୟ ମଣ୍ଡିତ କରି ସରସ ସୁନ୍ଦର କରି ମୋ ଅନ୍ତର ଭିତରେ ଭାବକୁ ଆଦାନ ପ୍ରଦାନ କରି ସାରିବା ପରେ ଅଧରେ ପଳେଇଯିବେ ନା ଆପଣଙ୍କର ଯଦି କେହି ସୁହୃଦ ଏଠି ପାଲା ଗାଉଥାନ୍ତେ ଆପଣ ଆଉ 5 ମିନିଟ୍ ବସେଇଥାନ୍ତେ ମୋର ଜ୍ଞାନୀନ୍ଦ୍ର ଆଜ୍ଞା ବସନ୍ତୁ ଆଉ ଅଳ୍ପ ସମୟ ପରେ ଯିବେ ତୁ ଅଥିରେ କି ଶୁଣ ଇଏ ବେଶୀ ଗଣମାଳା କରୁଛି ତେଣୁ ମୁଁ ବୁଝୁଛି ଆପଣ ଦୂରରୁ ଯାଇଛନ୍ତି ବୋଲି ଆପଣଙ୍କର ଦୂର ବାଟରେ ଚାଷ ବିଲ ଥିବ ଆଉ ମାତ୍ର କଣେ ଥବ ଆପଣ ଦୂରରୁ ଯାଇଛନ୍ତି ବୋଲି ତା ଉମା ଛାଡ଼ି ଦେଇ ପଳେଇବେ ଓ ସେଟା ଆପଣଙ୍କ ବିଲ ଠିକ ଅଛି କିଛି ଚିନ୍ତା ନାହିଁ ଆପଣ କାଲି ବରଂ ମୋ ଫାଷ୍ଟ ନ ଆସନ୍ତୁ ଏଇ ରାସ୍ତାରେ ରୁହନ୍ତୁ
ମୁଁ ଆଜି ବଞ୍ଚିଲେ ତ କାଲିକି ରହିବି। ଗାଁ ଲୋକ କହିଛନ୍ତି ଯେ ଆଜି ଯଦି ବେଶୀ ନାହିଁ 12:30 ପର୍ଯ୍ୟନ୍ତ ସଭାକୁ ନ ଭାଙ୍ଗିବେ ତାହେଲେ ହବ, ନ ଭାଙ୍ଗିଲେ ଆମେ ପାଲା ଭାଙ୍ଗିଦେବୁ। ଯଦି ଆପଣଙ୍କର ଇଚ୍ଛା କାଲିଠାରୁ ପାଲା ନ ହେବା କଥା ତାହେଲେ ଆପଣ ଗୋଟେ ପଳେଇବେ ଆଉ। କହିଛନ୍ତି କି ନାଇଁ ଦେଖନ୍ତୁ ବସିଛନ୍ତି ସାର୍। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଶୁଣନ୍ତୁ, ମୁଁ ମହାଭାରତର ଦିଟା ମୂଲ୍ୟବାନ କଥା କହିବି ଆପଣମାନଙ୍କୁ। ଆପଣମାନଙ୍କ ପରି ଜ୍ଞାନୀ ଗୁଣୀ ପାଖରେ କହିବିନି, ଆଉ କହିବି କାହା ପାଖରେ? ରାଜର୍ଷି ଜନକ କଣ କରୁଛନ୍ତି? ତାଙ୍କ ସ୍ତ୍ରୀ କି ଉଲ୍ଲଗ୍ନ କରିକି ବକ୍ଷଜ ଉପରେ ହାତ ପକେଇଛନ୍ତି। ଋଷି ମନ୍ତ୍ର ଚାଲିଛି। ଗୋଟେ ମନ୍ତ୍ରର ନିୟମ ଅଛି, ସ୍ୱାହା। ଇଏ ଦୁଇଟି ଅକ୍ଷର ମଧ୍ୟବର୍ତ୍ତୀ ସ୍ଥାନରେ ଅନଳରେ ଆହୁତି ଦିଆଯିବ, ଅଗ୍ନିରେ ଆହୁତି ଦିଆଯିବ। ଭୁଲ ହଉନି, ମନ୍ତ୍ର ଠିକ ଅଛି। ଶୁକ ମହାରାଜ ବିଚାର କଲେ, କହିଲେ ନାରୀ କି କୋଳରେ ବସେଇ ତା ବକ୍ଷଜ ଉପରେ ହାତ ଦେଇ ଯଜ୍ଞ କରୁଛୁ। ଏବେ ଟୋକାଳିଆ ବ୍ରାହ୍ମଣ ଯଦି ଯଜ୍ଞ କରୁଥିବେ, ସୁନ୍ଦରୀ ଝିଅ ଖାଲି ଚାଲିଗଲା ମନ୍ତ୍ର ବାବା ଶ୍ଲୋକ ଭୁଲ ହେଇଯାଉଛି। ଠିକ ନା ନାଇଁ? ମୋ ବାହାଘର ପାଲାରେ ଆମେ କେତେ ନୀତି ଶାସ୍ତ୍ର କଥା କହୁଛୁ, ଏଠି ସିଆର ଖାଲି ପଡୁଛି। ଏଇ ଜାଗାରେ ନ ହଉ ଟିକେ ଛାଡିକି ଆପଣ ଦି ଚାରିଟା ଝିଅକୁ, ସୁନ୍ଦରୀ ଝିଅକୁ ଆଣିବେ, ସେ ଅଳ୍ପ ଦେହ ଲୁଚୁଥିବା ପୋଷାକ ପିନ୍ଧିବେ, ସାଡେ ଚାଲିବ ଗୀତ, ଦେଖିବେ ଇଏ ଘର ଫର ଛାତ ଉପରେ ଚଢିଛି। ତା ମାନେ ସେଥିରେ କଣ ଅଛି, ଏଥିରେ କଣ ନାହିଁ? ଯୁଗ ରୁଚି ହେଇଯାଇଛି ଭିନ୍ନ। ତେଣୁ ମୋ କହିବାର ତାତ୍ପର୍ଯ୍ୟ, ଶୁକମୁନି ଯେତେବେଳେ ଦେଖିଲେ, ମୁଁ ପରବର୍ତ୍ତୀ ସମୟରେ କହିବି ଆଜିକାଲି କାହିଁକି ପାଲାରେ ଲୋକ ହଉନାହାନ୍ତି, ତାର କାରଣ ଅଛି। 5ଟି କାରଣ ମୁଁ ଜାଣିଛି, ବେହେରା ମତେ କହିଛନ୍ତି, ମୁଁ କହିବି। ପୁଅ ଶୁକ ମହାରାଜ କହିଲେ ଏଇ ତ ଗୁରୁ ହେବେ, ଏଇ ପ୍ରକୃତ ଗୁରୁ। ତାମାନେ ଦେଖନ୍ତୁ, ଯୋଉମାନେ ସଂସାର କ୍ଷେତ୍ରରେ ଗୃହସ୍ଥାଶ୍ରମରେ ଥାଇ ସନ୍ନ୍ୟାସ ବ୍ରତକୁ ଆଚରଣ କରି ପ୍ରାଣାୟାମ ସୂତ୍ରରେ ଇଏ ବାହାକୁ ଜିଣୁଛନ୍ତି, ସେଇମାନେ ହଉଛନ୍ତି ଋଷି। ଆଉ ଯୋଉମାନେ ସଂସାର ନାହିଁ କେବଳ ସେଇଥିରେ ଯାଇଛନ୍ତି, ସେମାନେ ବାହାକୁ ଜିଣିବାରୁ ବାବାଜୀ। ମୋର କ୍ଷୁଦ୍ର ବୁଦ୍ଧିରେ ଯେତିକି ଜାଣିଛନ୍ତି, ବାବାଜୀ ଶବ୍ଦଟା ଏଇ କଳିଯୁଗ ପାଇଁ ପ୍ରୟୋଗ ହେଇଛି। ସେତେବେଳେ ବାବାଜୀ କେତେବେଳେ କାହାକୁ କେହି ବାବାଜୀ କହିନାହାନ୍ତି। ଆମେ କଳିଯୁଗର ଲୋକ ଯେହେତୁ ଆମ କାନରେ କେଇ ଜଣେ କହିଛି କି ସେ ଋଷି ଆସୁଛନ୍ତି ବୋଲି କହିଛନ୍ତି, ସମସ୍ତେ କହିବେ ବାବା ବାବାଜୀ ନାହିଁ, ବାବା ଚଲେଇଲେ ମାଥା ଗୀତ ମୁଣ୍ଡ ଖରାପ। ସେ ବାବା ସେମିତି କରୁଛନ୍ତି, ଆଉ ସେ କହିଲେ କଣ ହେଲା? ଆମେ ସାରି ଜାଣିଛନ୍ତି। ତେଣୁ ପୁଅ ଆଉ ବିଳମ୍ବ କରିବାନି। ପରାଶର ଋଷି ପ୍ରୀତି କଲେ, ଗର୍ଭ ଧାରଣ କଲା ଝିଅ। ପରାଶର କାହିଁକି ପ୍ରୀତି କରେ, ସେ ଗୋଟେ ଭିନ୍ନ କାରଣ। ପରାଶର ଋଷି ଇନ୍ଦ୍ରିୟ ଲାଳସାକୁ ଚରିତାର୍ଥ କରିବା ପାଇଁ ପ୍ରୀତି କରିନାହାନ୍ତି। କଣ ପାଇଁ? କେବଳ ଯୋଗ ଜନ୍ମା ସନ୍ତାନକୁ ସୃଷ୍ଟି କରିବା ପାଇଁ ପ୍ରୀତି କରିଛନ୍ତି। ମାତ୍ର 1.5 ଘଣ୍ଟାରେ ପୁରାଣ ଯାହା ଲେଖିଛି, ଗୋଟେ କାଳିଆ ରଙ୍ଗର ଏଡ଼ିକି ବକଟେ ଛୁଆ ଜନ୍ମ ହେଇ ପଇଲା। 1.5 ଘଣ୍ଟା ଭିତରେ? ହଁ। ମାଇଁ ଚିପ୍ସ ନା ଛାତ ପକେଇବ, ମାଇଁ ରଡ ଯେତେବେଳେ ସେ ପିଲାଟିକି ଜନ୍ମ ଦେଇ ସାରିଲା ସେ ଝିଅ, ବାବାଜୀ କହିଲେ ମା ଏ ବାବାଜୀ ତ ଆସି ଯାଉଛି, ଆଉ କିଏ କଣ କରିବ? ମୋ କୋଳକୁ ଦେ ସେ ପିଲା। ସେ ପୁଅଟିକି ଧରିକି ଯେତେବେଳେ ପ୍ରତ୍ୟାବର୍ତ୍ତନ କରନ୍ତି, ସେ ଝିଅ ଡାକିଲା, କହିଲା ରହିଯାଅ। କୁଆଡେ ଯାଉଛନ୍ତି? ମୋ ଅଙ୍ଗ ନଦୀରେ ଯୌବନ ଢେଉ ଖେଳେଇ ମୋ ଗର୍ଭରୁ ସନ୍ତାନ ସୃଷ୍ଟି କରିଦେଲେ, ଆପଣ ପୁଅକୁ ନେଇ ପଳେଇଲେ? ମୁଁ କୈବର୍ତ୍ତ ଘର ଝିଅ ବୋଲି ଆପଣ ମତେ ଘୃଣା କରୁଛନ୍ତି ନା ନାହିଁ? ବା ସେଇଠି ଝିଅ ଗୋଟିଏ ସୁନ୍ଦର କଥା କହିଛି। କଣ କହିଲେ? ଋଷି ପରାଶର କହିଲା, ଆପଣଙ୍କ ବୁନିୟାଦୀ ଖଚଡା। ଆପଣ ଚାହୁଁଥାନ୍ତି ମୁଁ କୈବର୍ତ୍ତ ବୋଲି, ଆପଣ ବ୍ରାହ୍ମଣ ବୋଲି ଘୃଣା କରୁଥାନ୍ତି, ଏଟା ସମ୍ପୂର୍ଣ୍ଣ ଅମୂଳକ, ଭିତ୍ତିହୀନ। କହିଲା ବ୍ରହ୍ମାସ୍ତୁ ଉର୍ବଶୀ ଭାର୍ଯ୍ୟା ବଶିଷ୍ଠ ଚଣ୍ଡାଳ ଶକ୍ତି ମହାମନା ସୁପକ୍ଷୀ ମାଳୟା ପୁତ୍ର ପରାଶର ତଥା। ସେଇଠି ଝିଅ ଜବାବ ଦେଲା, କହିଲା ଠିଆ ହୁଅନ୍ତୁ ଋଷିବର। କହ ଆପଣଙ୍କର ପିତୃ ପିତାମହ ପ୍ରପିତାମହ ବେଦପତି ବିଶ୍ୱ ସୂର୍ଯ୍ୟ ଆବ୍ଦଜନୀ ବ୍ରହ୍ମା ବିବାହ କଲେ କାହାକୁ? ପୂର୍ବଶ୍ରୀ ଯେତେବେଳେ ବିବାହ କଲେ,
ବଶିଷ୍ଠ ଜନ୍ମ ହେଲେ କିନ୍ତୁ ଉର୍ବଶୀ ସହିତ ଯେତେବେଳେ ଅନିଚ୍ଛା ସତ୍ତ୍ୱେ ପ୍ରୀତି କଲେ ଜନ୍ମ ନେଲା କିଏ? ମୁରାସୁର। କଣ ପାଇଁ ଜନ୍ମ ନେଲା? ନା ନାରୀର ଅନିଚ୍ଛା ସତ୍ତ୍ୱେ ଯଦି ପୁରୁଷ ପ୍ରୀତି କରେ ଗର୍ଭରୁ ଯୋଉ ପିଲା ଜନ୍ମ ହବ ଆଗ ତା ରାସ୍ତା ମୁଣ୍ଡକୁ ପିଟଣା ଛେଚି। ଗୋବିନ୍ଦ ଆରେ ସେଇଥିପାଇଁ ମୋ ପୁଅ ମତେ ବାଡଉଛି ଠିକ କହିଛୁ ସାରେ ତାର ପ୍ରମାଣ ନିଅନ୍ତୁ। ମୋହିନୀ କାବ୍ୟର ଅନ୍ତର୍ଜାମୀ ଲେଖିଲି ପତି ଲେଖିଲି ମୋ ଭଞ୍ଜକ ସାରକୁ ଯାଉନି କହିଲା ଏତେ ବଡ ଦେବ ସୁଧର୍ମା ଯେତିକି ବସିଛନ୍ତି ଶୁଣନ୍ତୁ। ଏଠି ସେଦିନ ସ୍ୱର୍ଗ ସଭାରେ ନୃତ୍ୟ ପରିବେଷଣ କଲା ବେଳେ ସୁରତାନା ରୂପଜୀବୀ କିଏ? ଆଜ୍ଞା ହଉ ଯାଆନ୍ତୁ କଣ କରିବା ଯାଆନ୍ତୁ କିନ୍ତୁ ଆପଣ ମାନଙ୍କୁ ଦେଖିକି ଅନ୍ୟମାନେ ପଳାନ୍ତୁ। ସାର୍ ସେଇ ସମୟରେ ସେ କଣ କଲେ ନା ବାପା ହେଇକି ପ୍ରୀତି କଲେ। ଇଏ କଳି ଯୁଗରେ ଗୋଟେ ସଭାରେ ଗୋଟେ ଝିଅ ନାଚୁଥିବ କୌଣସି ବାପା ସବୁ ସଭାରେ ଲୋକ ଦର୍ଶକ ହିସାବରେ ଦେଖୁଥିବେ କୌଣସି ବାପା ସେ ଝିଅ ସହିତ ପ୍ରୀତି କରିପାରିବେ ନା ଦେଖିବାକୁ ତ ଆସିବେନି ଆଉ। ଆପଣ କଣ କହୁଥିଲେ ସତ୍ୟ ଯୁଗରେ ଚାରିପାଦେ ପୁଣ୍ୟ ଶାସ୍ତ୍ର କହୁଥିଲେ ଆପଣ କହୁନାହାନ୍ତି। ସତ୍ୟ ଯୁଗରେ ଏକବିଂଶ ହସ୍ତ ପରିମିତ ମାନବ ଦେହ ସତ୍ୟ ଯୁଗରେ ସୁବର୍ଣ୍ଣ ପାତ୍ର ଭୋଜନ ପାତ୍ର ସତ୍ୟ ଯୁଗରେ ପୂର୍ଣ୍ଣଂ ପାପ ନାସ୍ତି ନୈମିଷାରଣ୍ୟ କ୍ଷେତ୍ର ସତ୍ୟ ଯୁଗରେ ତ ସଭାରେ ସୁଧର୍ମା ସଭାରେ ନୃତ୍ୟରତା କନ୍ୟା ସହିତ ସର୍ବଦେବଙ୍କ ସମ୍ମୁଖରେ ବାପା ପ୍ରୀତି କଲା ଗର୍ଭ ଧାରଣ କଲେ କିଏ? ଉର୍ବଶୀ। ଯେତେବେଳେ ଗର୍ଭ ଧାରଣ କଲେ ଟିକେ ସାରେ ଶୁଣନ୍ତୁ ଆଜିର ସମାଜରେ କୌଣସି କାରଣରୁ ଯଦି ବାପାର ଔରସଟା ଝିଅ ଗର୍ଭରେ ଅଛି କାହିଁ ଆମେ ତ ଦେଖିନୁ କେବେ ଏଇଆ ସେ ଝିଅ କଣ କରିବ ସେ ଗର୍ଭକୁ ନଷ୍ଟ କରିଦବନି କିନ୍ତୁ ଗର୍ଭପାତ ଏତେ ବଡ ପାପ ବୋଲି ଉର୍ବଶୀ କହିଲା ନା ମୁଁ ବାପା ମୋ ରୂପ ଲାବଣ୍ୟରେ ବିମୋହିତ ହୋଇ କନ୍ଦର୍ପ ବଣାନଳରେ ଦଗ୍ଧ ହେଇ ସବୁ କିଛି ଜ୍ଞାନ ଗାରିମାକୁ ହରେଇ ମୋ ସାଙ୍ଗରେ ରତି କ୍ରୀଡ଼ା କଲେ ମୋ ବାପାଙ୍କର ବ୍ରହ୍ମ ହେବେ ମୋ ଗର୍ଭରେ ମୁଁ ଶିଶୁବଦ୍ଧକ ଭ୍ରୂଣ ହତ୍ୟା କରିବି। ଗୋଟେ ଭ୍ରୂଣ ହତ୍ୟା କଲେ କେତେ ପାପ ହେ ପୁଅ କାଲି ବୋଲୁଥିଲି ବ୍ରହ୍ମବଧ ସହସ୍ରେଣ ଏକ ଗୋ ବଧନ କଥା ଶିଶୁବଦ୍ଧ ସମାଯୁକ୍ତ ଶୀର୍ଷେ ତୁ କୁଳହତ। ମଉସା 1000ଟା ବ୍ରାହ୍ମଣଙ୍କୁ ମାରିଲେ ଯେତିକି ପାପ ଗୋଟେ ଗାଈକି ମାରିଲେ ଯେତିକି ପାପ ଗୋଟେ ଶିଶୁକୁ ବଦ୍ଧ କଲେ ସେତିକି ପାପ। ସେତିକି ନୁହଁ ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି ଆଉ କାହାକୁ କାହାକୁ ବଦ୍ଧ କଲେ ପାପ କହିଲା ନାରୀ ଗର୍ଭିଣୀ ଶୋଷା ବଧ ନାରୀ ଗର୍ଭିଣୀ ଶୋଷା ବଧ ଯେତିକି ଆପଣ ମାନେ ବସିଛନ୍ତି ଶୁଣନ୍ତୁ। ନାରୀ ବଦ୍ଧ କରିବା ପାପ ଗର୍ଭବତୀ ନାରୀ ବଦ୍ଧ କରିବା ଶୋଷା କହିଲେ ଭଉଣୀ କି ବଦ୍ଧ କରିବା ପାପ କାରଣ ଦେବକୀଙ୍କୁ ମାରିବାକୁ ଗଲା ବେଳେ କଥା ନାରଦ କହିଛନ୍ତି କି ଗାର୍ଗବ କହିଛନ୍ତି ଶିଶୁକୁ ବଦ୍ଧ କରିବା ପାପ ସଂସ୍କୃତ ମହାଭାରତ କହିଛି। ଏଇ ସବୁ କାମ କଲେ କଣ ହବ ନା କୁଆଡେ ଜୀବନ ଥାଉ ଥାଉ ମରିବେ। ଆଚ୍ଛା ମଉସା ଜୀବନ ଥାଉ ଥାଉ କଣ କିଏ ମରନ୍ତି? ମରିପାରିବେନି। ମଣିଷ ବଞ୍ଚି ଥାଉ ଥାଉ କିଏ ମରନ୍ତି ନା। ବର୍ତ୍ତମାନ ଆପଣ ମତେ କହିବେ ଜୀବନ୍ତ ନା ମୃତ? ନା ଜୀବନ୍ତ। କିନ୍ତୁ ମୁଁ କେତେବେଳେ ବଞ୍ଚିକିରି ମରିବି
ବଞ୍ଚିକି ମରିବ ଆଉ କୋଉମାନେ ବଞ୍ଚିକିରି ମରନ୍ତି କୋଉମାନେ ମରିକିରି ବଞ୍ଚନ୍ତି ଗଲେ ବଞ୍ଚି ପାରିବନି ବଞ୍ଚିଥିଲେ ମରି ପାରିବନି ଅଭିମନ୍ୟୁ ବଧ ଗୋଟିଏ ଗୋଟିଏ ପାଲା ଗାୟକ ଏମିତି କରିବେ ଆଜ୍ଞା ମଞ୍ଚ ଭାଙ୍ଗିଦେବେ ହଁ ବା ସେ ଗାୟକ ସ୍ୱତନ୍ତ୍ର ମଉସା ଆଜ୍ଞା କୋଉମାନେ ବଞ୍ଚିକିରି ମରନ୍ତି କୋଉମାନେ ମରିକିରି ବଞ୍ଚନ୍ତି ଆଗ ଦେଖିଆ ମରିକି କିଏ ବଞ୍ଚୁ ଏଠି କହିଲେ ଜୀବନ ଥାଉ ସେ ମରଇ ଏରେ ମୁଁ ତ ବଞ୍ଚିଛି ଜୀବନ ଯାହାର ଅଛି ସେ କେମିତି ମରିବ ନା ମରି ପାରିବନି ମରିବ କେମିତି ମରିବ କୋଉମାନେ ବଞ୍ଚିକିରି ମରନ୍ତି କୋଉମାନେ ମରିକିରି ବଞ୍ଚନ୍ତି ଟିକେ ସୂଚେଇବି ତାପରେ ଆଗକୁ ଆଗେଇବା ଅଭିମନ୍ୟୁକୁ କେହି ମାରି ନାହାନ୍ତି ସେ ନିଜେ ନିଜେ ମରିଛି ମାରିଛନ୍ତି ତା ନିଜ ବୁଦ୍ଧିରୁ ସେ ମରିଛି କେହି କାହାକୁ ମାରନ୍ତିନି ସେ କହିଲେ ପରା ମୁଁ କହିବି ସତ ରଥି ମିଶିକି ମାରିଛନ୍ତି ଆହୁରି 5 12 କହିଥିଲେ ପାଣି ମୁଣ୍ଡିଏ ଦେଇନାହାନ୍ତି କିନ୍ତୁ ଇଏ ବୀରତ୍ୱର ପରାକାଷ୍ଠାକୁ ପ୍ରତିପାଦନ କରିଛନ୍ତି ଇଏ 7 ଜଣ ଯଦି ମିଶିକିରି ତାକୁ ସେଦିନ ନ ମାରିଥାନ୍ତେ ବୀର ତାଲିକାରେ ତା ନାଁ ଅନ୍ତର୍ଭୁକ୍ତ ହୋଇନଥାନ୍ତା କଣ ପାଇଁ ସେ ମରିଛି ସେ କଥା ମୁଁ ଗୋଟେ ପଦ ଗାଇଥିଲି ଆପଣ କହିବା ପରେ ତା ପରିବର୍ତ୍ତନ କରିଛି ଧୀରେ ଧୀରେ ଆଗକୁ ଆଗେଇକି ଯିବା ତେଣୁକରି ମୋ କହିବାର ତାତ୍ପର୍ଯ୍ୟ ମରିକିରି କୋଉମାନେ ବଞ୍ଚନ୍ତି ବଞ୍ଚିକିରି କୋଉମାନେ ମରନ୍ତି ଏଇ ଭାଗବତ ଏଇ ପୁରୀ ଜେଲର ଆସ୍ତି ମରିକିରି ଯୋଉମାନେ ବଞ୍ଚନ୍ତି ସେମାନେ ହେଲେ ମଣିଷ ବା ମନୁଷ୍ୟ ସେମାନେ ହେଲେ ଲୋକ ନା ଲୋକ ଯିଏ ମଣିଷ ସିଏ ନୁହଁ ଦେଖ ବାବୁ କେମିତି ପଚାରିଲେ ବାବାଜୀ କିଏ ଋଷି କିଏ ଲୋକ ଯିଏ ସେ ମଣିଷ ନୁହଁ ଆପଣଙ୍କର ଭାରତର ଜନଗଣନା ଦାୟିତ୍ୱ ଦିଆଯାଏ ଶିକ୍ଷକ ମାନଙ୍କ ଉପରେ ଜନଗଣନା ସରିବା ପରେ ପେପର ଫ୍ଲାସ ହୁଏ ଏତିକି କୋଟି ଭାରତ ବର୍ଷରେ ଏତିକି କୋଟି ଜନସଂଖ୍ୟା ଲୋକ ସଂଖ୍ୟା ତାର ମଣିଷ ସଂଖ୍ୟା କୋଉଦିନ ଆପଣ ପଢିଛନ୍ତି କି ନା ମଣିଷକୁ ଗଣିବ କିଏ ଯିଏ ଗଣୁଛି ସିଏ ମଣିଷ କି ନାହିଁ ସେ ଜାଣିଲେଣି ତାହେଲେ ମଣିଷ କିଏ ଲୋକ କିଏ ଜଗନ୍ନାଥ ଦାସ ଷ୍ଟାମ୍ପ ବାଡେଇ ଦେଲେ କହିଲେ ମୁଁ ଜନଗଣନା କରିଛି ଜଗନ୍ନାଥ ଦାସ ଭାଗବତ କୋଉମାନେ ମଣିଷ କୋଉମାନେ ଲୋକ ଷ୍ଟାମ୍ପ ବାଡେଇଛି ଦେଖ ଆଗ ଲୋକଙ୍କୁ ବୁଝିଦବା କଲେ ଲୋକେ ହୋଇବେ ମତେ ସେମିତି ଆସେ ମତେ ସବୁ ଆସେ ନାଚ କିନ୍ତୁ ଯୋଉଟା ଦରକାର ସେଇଟା କରାଯିବ ନାସିବେ ଆସେନି ଦରକାର ନାହିଁ ଏ ସବୁ ଯୋଉମାନେ ସବୁ ତାକୁ କୁହନ୍ତି କଣ ଜାଣିଛୁ କିନ୍ନର କିନ୍ନର ମାନେ ସବୁ ଲୁଗାପଟା ପିନ୍ଧି ଏ ଯୋଉ ବାଜା ବାଜେ ସବୁ ପେ ପାହିକି ସେ ତାଙ୍କ ସେଠି ନାଚନ୍ତି ତାଙ୍କ ସାଙ୍ଗରେ ଯିଏ ଅତିରିକ୍ତ ହେଇଯାଇଥାଏ ସେ ବି ଟିକେ ନାଚନ୍ତି ନାଚିଲେ କଣ ହବ ସେମାନେ କିନ୍ନର କଣ ଯାତ୍ରା ପାଟିକି ରେ ଇଏ ସେ ଜିଲ୍ଲା ନୁହଁ ଯୋଉଠି କମେଡିରେ ତୁ ହସେଇବୁ ଇଏ ସ୍ୱତନ୍ତ୍ର ତେଣୁ ଶୁଣୁ ଯୋଉମାନେ ଲୋକ ସେଇମାନେ ହେଲେ ବଞ୍ଚିକିରି ମରନ୍ତି ଲୋକମାନଙ୍କର ବଳ ସବୁ ଖୋଳ ବାଟରେ ଯିବ ଭଗବାନ ଆମ ବାହୁରେ ବଳ ଦେଇଛି ସାର୍ ଆମେ ଗଛ ଲଗେଇବାକୁ ନା ଗଛ ହାଣିବାକୁ ଲଗେଇବାକୁ ଗଛ ଲଗେଇଲେ କଣ ପୁଣ୍ୟ ଲେଖିଲେ ଆପଣ ମାନଙ୍କର କିଏ ବିହାରୀ କର୍ମକାଣ୍ଡ ଗଛଟିଏ ଲଗେଇଲେ କେତେ ପୁଣ୍ୟ ମଉସା ଆପଣ ପୁରାଣରେ ପଢିଛନ୍ତି ଶିବ ବିଷପାନ କରିଥିଲେ ନା ତାହେଲେ ଏବେ ଆପଣଙ୍କ ଆଖି ଆଗରେ ଯିଏ ବିଷପାନ କରୁଛନ୍ତି ତାଙ୍କୁ ଆପଣ ଦେଖୁଛନ୍ତି ତାକୁ ବିଶ୍ୱାସ କରିବେ ନା ଶିବ ବିଷପାନ କଲେ ବିଶ୍ୱାସ କରିବେ ନା ଯାହାକୁ ଦେଖିବା ବିଶ୍ୱାସ କରିବା ଏବେ କୋଟି କୋଟି ଶିବ ମଣିଷ ଛାଡୁଥିବା ବିଷକୁ ପାନ କରୁଛନ୍ତି ଖାଲି ମଣିଷ ଛାଡୁଥିବା ବିଷକୁ ପାନ କରୁନାହାନ୍ତି ମଣିଷ ମାନଙ୍କୁ ଦଉଛନ୍ତି ଅମୃତ ସେ ଅମୃତ ନହେଲେ ତୁ ବଞ୍ଚି ପାରିବୁନି ତାହେଲେ ଲକ୍ଷ ଲକ୍ଷ ଶିବ କିଏ ସେଇମାନଙ୍କ ଭିତରେ ଏମିତି ଗୁଣ ଅଛି ସେ ମଣିଷ ସମାଜର ସବୁ କିଛି ବିଷକୁ ପିଉଛନ୍ତି ଅମୃତ ଦଉଛନ୍ତି ଏବଂ ମଣିଷକୁ ବୁଦ୍ଧି ଶିଖଉଛନ୍ତି ସେ କିଏ ଲେଖିଲେ କବି ଗଙ୍ଗାଧର ମେହେର କବି ଗଙ୍ଗାଧର ମେହେର ଲେଖିଲେ ଇଏ ବିଶ୍ୱରେ କୋଟି କୋଟି ଶିବ ମଣିଷ ଛାଡୁଥିବା ବିଷାକ୍ତ ଅଙ୍ଗାରକାମ୍ଳକୁ ଗ୍ରହଣ କରୁଛନ୍ତି ମଉସା ଯିବେ ତ ଆଉ କଣ
ହଉ ହେଲା ଆଉ ମୁଁ ଆସିବା ପୂର୍ବରୁ ଗଲେନି ଆପଣ ଗୋଟେ ସମ୍ବନ୍ଧ କାହିଁ ବାନ୍ଧିଲେ ଆପଣଙ୍କୁ ଜଣା ପଡୁଛି ଆପଣ ଘର ଭଙ୍ଗା ଲୋକ କି ଭାଙ୍ଗି ଯାଉଛନ୍ତି ମୁଁ ତ ବୁଝିଛି ଆପଣଙ୍କର ବୁଢା ହେବା ଯେ ସବୁ ବନ୍ଧୁ ଘରେ ବ୍ୟବହାର ଦଉଥିଲେ ସମ୍ପର୍କ ଥିଲା ଇଏ ପାଲା ବନ୍ଧୁତ୍ୱ କଣ ଭାଙ୍ଗୁଛନ୍ତି ଏ ଆମର ଜ୍ଞାନୀ ବାପୁଙ୍କ ବସୁଛନ୍ତି କହିଲା ଏ ଦୟାଳୁ ଜନ ସବୁଠା ରେ ହୁଏ ক্রমে হুয়ে ভিতরে ଆପଣଙ୍କ ବାରିଆଡର କୋଟି କୋଟି ଗଛ ସାର ମାନେ ଶୁଣନ୍ତୁ ମଣିଷ ଯୋଉ ଛାଡୁଛି ଅଙ୍ଗାରକାମ୍ଳ ବିଷ ତାକୁ ପାନ କରୁଛି କିଏ ବୃକ୍ଷ ଦଉଛି ଆମକୁ ଅମ୍ଳଜାନ ଦଉନାହିଁ ଆଉ ବୃକ୍ଷ ଭିତରେ ଯେତିକି ଗୁଣ ଅଛି ଆମ ଭିତରେ ଅଛି ମୁଁ ବର୍ତ୍ତମାନ ଜଣେ ପାଲା ଗାୟକ ଆପଣ ମତେ ଅପମାନ କଲା ଭଳିଆ କଥାବାର୍ତ୍ତା କଲେ ମୁଁ ନିଶ୍ଚିତ ଆପଣଙ୍କୁ ପଦେ କହିବି ନା ନାଇଁ କହିବୁ କି କୌଣସି ଜଣେ ବୃଦ୍ଧ ନମ୍ର ଶାନ୍ତ ବ୍ୟକ୍ତିତ୍ୱ ଗାୟକକୁ କଣ ପଚାରିଲେ ଯଦି ଗାୟକ ସେଠି ତାଙ୍କୁ କଣ ଅବ୍ୟବହାର କଲା ବ୍ୟବହାର ଖରାପ କଲା ଛାଡ଼ିଦେଲା କିନ୍ତୁ ଗଛ ମଣିଷକୁ ଶିଖଉଛି ଦେଖେ ମଣିଷ ମୁଁ ଗୋଟେ ଗଛ ମୋ ଭିତରେ ଦୟାଳୁ ଗୁଣ ପରିପୂର୍ଣ୍ଣ ହେଇଅଛି ମତେ ଗୋଟେ କର୍ତ୍ତନକାରୀ କରତ କି କୁଢାଳି ଧରି ମତେ ଦରହଣା କରି ସାରିଲାଣି ତାର କୁଠାର ଘାତରେ କରତ ଆଘାତରେ ମୁଁ ଅଳ୍ପ ସମୟ ପରେ ଧରାଶାୟୀ ହେବି ତଥାପି ଏ ଦୟାଳୁ ଗଛ ସେ କରତିଆଳି ମୁଣ୍ଡ ଉପରେ ସେ ଛାଇକି ରଖେ ଗଛ ପରି ଦୟାଳୁ ଗୁଣ କାହାର ଅଛି ତେଣୁ ଯୋଉମାନେ ଇଏ ଶରୀରରେ ବାହୁରେ ବଳ ରଖି ଦୁର୍ବଳକୁ ସାହାଯ୍ୟ କରନ୍ତି ଗଛ କାଟିବା ବ୍ୟତିରେକେ ଲଗାନ୍ତି ସେମାନେ ପ୍ରକୃତରେ ମଣିଷ ଯୋଉମାନେ ଲୋକ ସେମାନେ ଭୁବନ ମଣ୍ଡଳକୁ ନାଶ କରନ୍ତି ଭୂ କହିଲେ ପୃଥିବୀ ବନ କହିଲେ ଜଳ ବନ କହିଲେ ଜଙ୍ଗଲ ଯୋଉମାନେ ଶାରୀରିକ ଶକ୍ତି ଦ୍ୱାରା ଜଙ୍ଗଲ ସମ୍ପଦକୁ ନଷ୍ଟ କରିଦିଅନ୍ତି ଜଳ ସମ୍ପଦକୁ ସମାଜର ହିତ ସାଧନ କରନ୍ତି ସାଧାରଣ ଲୋକ ବାଟରେ ଗଲା ବେଳେ ଶାନ୍ତିରେ ବାଟ ଚାଲି ପାରେ ନା ଯୋଉ ଲୋକ ଗାଁ ଦାଣ୍ଡରେ ଚାଲିଲେ ସମସ୍ତେ ତାଠିକ ବାଟ ପକେଇ ଦିଅନ୍ତି ସାଧାରଣ ଲୋକ ଠାରୁ ଯେ ପଇସା ଛଡେଇ ନେଇ ଚାଲିଯାଏ ନିର୍ମମ ଭାବରେ ମଣିଷକୁ ମାରି ଦିଏ ସେ ଲୋକ ଗାଁ ଦାଣ୍ଡରେ ଗଲା ବେଳେ ଲୋକମାନେ କହନ୍ତି ଏ ମରିଯାଉନି ସେ ବଞ୍ଚିକିରି ପଣ୍ଡିତ ମରିଯାଇଛି ସମାଜରୁ ମରିଯାଇଛି ସେଇମାନେ ଲୋକ ଯେ ଭୁବନ ମଣ୍ଡଳକୁ ନାଶ କରନ୍ତି ମଣିଷ ମରିକିରି ବଞ୍ଚନ୍ତି ଦେଖିଲେ ଜଗନ୍ନାଥ ଦାସ ଭାଗବତରେ କଲା ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ମନୁଷ୍ୟ ଦେହ ଦିବ୍ୟ ଜ୍ଞାନ ଦେଖି ଯେ ପ୍ରକୃତ ମନୁଷ୍ୟ ମାନବ ତା ଭିତରେ ଦିବ୍ୟ ଜ୍ଞାନ ଅଛି ତୁମେ କୋଉ କାମ କଲେ ଭଗବାନ ଖୁସି ହେବେ ସେଇ କାମ କଲେ ଜନ୍ମର ସାର୍ଥକତା ରହିବ ନା ଆରେ ତୁ ଯୋଉ କାମ କରୁଛୁ ତୋ ବାପା ଖୁସି ନୁହଁ ତୋ ମା ଖୁସି ନୁହଁ ତୋ ବନ୍ଧୁବାନ୍ଧବ ଖୁସି ନୁହଁ ତୋ ଗାଁ ଲୋକ ଖୁସି ନୁହଁ ଭଗବାନ କୋଉଠି ଖୁସି ହେବେ କାହିଁ ଶ୍ୱଶୁରର ଖୁସି ହଉଛନ୍ତି ତୁ ଟଙ୍କା ନେଇ ତୋ ଶାଶୁ ଶ୍ୱଶୁରକୁ ଦଉଛୁ ଆଉ ତୋ ବାପା ମା ତାହେଲେ ତୁ ମୋ ଲୋକ ଆଉ ତୁ ବଞ୍ଚିକିରି ମରିଛୁ ଆଉ ତାମାନେ ତୋ ବାପା ମା ପାଇଁ ତୁ ମରିଯାଇଛୁ ଆଉ ଭିନେ କରୁଛୁ ମାନେ ତୋ ବାପା ମା ପାଇଁ ମରୁଛୁ ତେଣୁ ଏମିତି କାମ କରିବ ଦିବ୍ୟ ଜ୍ଞାନ ଅର୍ଜନ କରିବ ଜ୍ଞାନ ତାପରେ ସୁଜ୍ଞାନ ତାପରେ ଦିବ୍ୟ ଜ୍ଞାନ ଜ୍ଞାନ କାହାକୁ କହିବା ଜ୍ଞାନ ଧାତୁରୁ ଜ୍ଞାନ ଆସିଛି ଜାଣିବା ହଉଛି ଜ୍ଞାନ ଯିଏ ଜାଣି ନପାରେ ବେଳେ ବେଳେ ବୁଢା ମଉସା ମାନେ କହନ୍ତି ନାଇଁ ନାତି ଟୋକା ଯଦି 5 ଥରକରେ ନ ଧଇଲା ଅଙ୍କ ପଣିକିଆ ମଣିଷଟା ନା ପଶୁଟେ ସେ ଜାଣି ନ ପାରିବାରୁ ପଶୁ ତେଣୁ ଜାଣିବା ହଉଛି ଜ୍ଞାନ ସୁଜ୍ଞାନ
ଜାଣିକିରି ଅନ୍ୟମାନଙ୍କୁ ଜଣେଇବା ଜଣେଇବା ଦିବ୍ୟ ଜ୍ଞାନ ନିଜେ ଜାଣିବ ଅନ୍ୟମାନଙ୍କୁ ଜଣେଇବ ଜାଣିବା କଥାକୁ କାମରେ ଲଗେଇବ ସେଇ ହେଉଛନ୍ତି ଦିବ୍ୟ ଜ୍ଞାନୀ କଣ ବୁଝୁଛୁ ଯୋଉମାନେ ଦିବ୍ୟ ଜ୍ଞାନୀ ଇଏ ସମାଜରେ ଏମିତି ହିତ ସାଧନ କରିଛନ୍ତି ସମସ୍ତେ ଉପକୃତ ହେଇଛନ୍ତି ସେ ମରିକିରି ବଞ୍ଚିଛନ୍ତି ଗୋଟିଏ ପଦ ଶୁଣଉଛି ଗୋଟିଏ ପଦ ରାଧାମୋହନ ଗଡଲାକେ ଲେଖିଲେ କହିଲା ପର ଉପକାର ଯେ କରେ ଅନ୍ୟ ତାର ଉପକାର ମୁଁ କହିଥିଲି ଏଇଟାକୁ ଆଜି ଏଇଠି ଟାଙ୍ଗି ଦେଇଥିଲା ଛାଡ଼ ଯାହା ହେଇଛି ହେଇଛି ପର ଉପକାର ଯିଏ କରେ ଧନ୍ୟ ତାର ଜୀବନ ମରତେ ଦେବତା ଯେ ଦେବତା ମାନେ ମର୍ତ୍ତ୍ୟରେ ଜନ୍ମ ହୁଅନ୍ତି କି ପର ଉପକାର କଲେ ତୁ ମଣିଷରୁ ଦେବତା ହେଇଯିବୁ ତୁ ମରିବୁ ନେଇ ମଲା ପରେ ବଞ୍ଚିବୁ ଲେଖିଲେ ମାନସିଂ ହଁ କବି କଳାକାର ଭକତ ଦେଶ ଜଗନ୍ନାଥ ଦାସ କବି ଆମେ କହୁଛୁ ଭଞ୍ଜ ଦୀନକୃଷ୍ଣ ଯଦୁମଣି ଅଭିମନ୍ୟୁ କାଳିଦାସ ପଞ୍ଚସଖା ଏମାନେ ସବୁ କୋଉ ଦିନୁ ଲେଖିକିରି ମରିକି ମଶାଣିରେ ଜଳି ପଡି ଗଲେଣି ପାର୍ଥିବ ଶରୀର ପଞ୍ଚଭୂତରେ ମିଶିଲାଣି କିନ୍ତୁ ତାଙ୍କ କଳା ତାଙ୍କ ପ୍ରଶସ୍ତି ତାଙ୍କୁ ବଞ୍ଚେଇଛି ସେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ସେତିକି ନୁହଁ କଳାକାର ଅଛନ୍ତି ଆପଣ ମାନଙ୍କର ନିରଞ୍ଜନ କର ଅଛନ୍ତି ବୈଷ୍ଣବ ପ୍ରଧାନ ଏ ଅଛନ୍ତି ଉଦୟନାଥ ରଥଶର୍ମା ଅଛନ୍ତି ମାର୍କଣ୍ଡେୟ ବାହିନୀପତି ଅଛନ୍ତି ଲୋକନାଥକର ଅଛନ୍ତି ବୈଷ୍ଣବ ଏ ଅଛନ୍ତି ଆପଣଙ୍କର ବିଶ୍ୱନାଥ ପଟ୍ଟଯୋଶୀ ଏ ପୁଅ ଅଛନ୍ତି ବଇଁଶୀ ଚୈନୀ ଅଛନ୍ତି କାଳିନ୍ଦୀ ବାରିକ ଏମାନେ ସବୁ ଚାଲିଗଲେଣି ଏଇ ନିକଟରେ ଅଛନ୍ତି ବ୍ରଜ ଏ ଯୋଉ ଅରକ୍ଷିତ ମହାନ୍ତି ବ୍ରଜ ମହାନ୍ତି ଅଛନ୍ତି ଅଛନ୍ତି ବାଳକୃଷ୍ଣ ଦାସ ଯାହାଙ୍କ ଠାରୁ ଆପଣଙ୍କର ଅଞ୍ଚଳର ସଙ୍ଗୀତ ସୃଷ୍ଟି ଓଡ଼ିଶୀ ସୃଷ୍ଟି ଯାହାଙ୍କୁ ବଙ୍ଗଳାର ମାନେ ସଙ୍ଗୀତ ନିର୍ଦ୍ଦେଶକ ମାନେ ନମସ୍କାର କରି ଯାଆନ୍ତି ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଏମାନେ ମରିକିରି ବଞ୍ଚିଛନ୍ତି କବି ଅମର କଳାକାର ଅମର ଦେଶ ସେବାକାରୀ ବାଜିଆ ଧର ଏଡ଼ିକି ବକନ୍ନାକୁ ବାଜି ରାଉତ ନଥିଲେ ଭୁବନ ଅଞ୍ଚଳ ଶୂନ୍ୟ ହେଇଯାଇଥାନ୍ତା ସେ ଅଞ୍ଚଳରେ ଆମେ ପାଲା ଗାଇଛୁ ବକନ୍ନାକୁ ବାଜି ରାଉତ ଗୋରା ସାହେବର ଗୁଳି ଚୋଟରେ ପ୍ରାଣ ଦେଲେ ବ୍ରାହ୍ମଣୀ ନଦୀ କୂଳରେ ଅଛି ବାଜି ରାଉତ ଅଛି ଲକ୍ଷ୍ମଣ ମଳିକି ଏ ପୁଏ ଅଛନ୍ତି ବକ୍ସି ଜଗବନ୍ଧୁ କୋଉ ନିର୍ମମ ଭାବେ ହତ୍ୟା କଲେ କେବେ ହେଲେ ସେ ମୁଣ୍ଡ ନୁଆଇ ନାହାନ୍ତି ଏ ପୁଅ ଏହି ମାଟି କି ନମସ୍କାର କରୁଛି ମୁଣ୍ଡିଆ ମାରୁଛି ଇଏ ମାଟି ନଥିଲେ ଖୋର୍ଦ୍ଧା ପାଇକ ନଥିଲେ ଆମେ ମାନେ ସ୍ୱାଧୀନ ହେଇପାରିନଥାନ୍ତୁ କବି ଅମର କଳାକାର ଅମର ଦେଶ ସେବାକାରୀ ଅମର ଭକ୍ତ ଅମର ଧ୍ରୁବ ପ୍ରହ୍ଲାଦ ଠାରୁ ଆରମ୍ଭ କରି ସବୁ ଭକ୍ତ ଅମର ତେଣୁ ଏଇମାନେ ହଉଛନ୍ତି ମଣିଷ ମରିକିରି ବଞ୍ଚନ୍ତି ବାବୁ ସେଇଠି ଏଡ଼ିକି ବକଟେ ଝିଅ ବୁଦ୍ଧି ଶିଖେଇଲା ପରାଶରଙ୍କୁ ହେଲା ତୁମ ବାପାଙ୍କର ବାପା ବ୍ରହ୍ମା ବିବାହ କଲେ ନିଜ ଝିଅ ବସିକି ଜନ୍ମ ନେଲେ ବଶିଷ୍ଠ ବାପା ଯାହା କରିଛି ପୁଅ ଛାଡ଼ିବ କଣ କଲେ ସେ ରୋଗ ଗୋଟିଏ ଦେଖୁଛ ବାପାକୁ ହେଇଛି ବୋଲି ପୁଅକୁ ହଉଛି ଛାଡ଼ିବ ସେ ଇଏ ପାପ କୁଳଗୁରୁ ବଶିଷ୍ଠ ଏଡେ ବଡ ବାବାଜୀ ଚଣ୍ଡାଳ ଘରର ଝିଅକୁ ବାହାହେଲେ କଣ ବୁଝୁଛୁ ସେ ଚଣ୍ଡାଳ କନ୍ୟା ଅରୁନ୍ଧତୀ ତାଙ୍କ ଗର୍ଭରୁ ବଶିଷ୍ଠଙ୍କ ଔରସରୁ ଗୋଟେ ପୁଅ ଜନ୍ମ ହେଲା ଶକ୍ତି ମୁନି ସେ ଜଙ୍ଗଲରେ ବୁଲୁଥିଲା ଗୋଟେ କେଳା ଝିଅକୁ ଦେଖିଲା କହିଲା ମା କଣ ତାଙ୍କର ପ୍ରଶସ୍ତି ଆଉ ତାକୁ ମୁଁ କହୁନି ତେଣୁକରି ଶକ୍ତି ମୁନିଙ୍କ ଔରସରୁ ପକ୍ଷୀମାଳୟା ଗର୍ଭରୁ ତୁମେ ଜନ୍ମ ନେଲ ତୁମେ ହଉଛ କିଏ ପରାଶର ତୁମ ବାପା ଗୁନିଆଦି ଖତଡା ତୁମ ଜେଜେ ଗୁନିଆଦି ଖତଡା ଆଉ ତୁମେ ମୋ ଅଙ୍ଗ ନଦୀରେ ଯୌବନ ଢେଉ ଖେଳେଇ ପ୍ରୀତି କରି ପିଲା ଜନ୍ମ କରିସାରି କଣ କହୁଛ ବାହା ହେବେନି ପରାଶର କହିଲେ ନାଇଁ ମା ମୋ ବ୍ରହ୍ମା
ବଶିଷ୍ଠ ଶକ୍ତି ମୁନି ଏମାନଙ୍କର ଇଏ ଝିଅ ମାନଙ୍କ ପ୍ରତି ଲକ୍ଷ୍ୟ ଥିଲା। ହେଲେ ଆପଣଙ୍କର ନାଇଁ ଭା ମୁଁ ପରିସ୍ଥିତିରେ ପଡି ମୋ ସ୍ତ୍ରୀ ସହିତ ମିଳନ କାମନା ନେଇ ଯାଉଥିଲି। ସମୟଟା ହାତ ଛଡା ହେଇଯିବ ବୋଲି ମୁଁ ପରିସ୍ଥିତିରେ ତୁ ଅଙ୍ଗ ନଦୀରେ ଯୌବନ ଢେଉ ଖେଳେଇ ପ୍ରୀତି କରି ଇଏ ଦିବ୍ୟ ସନ୍ତାନକୁ ମୁଁ ପାଇଛି। ଇଏ କାଳିଆ ରଙ୍ଗର ପୁଅ ବୋଲି ଆ ନାଁ ଦଉଛି କୃଷ୍ଣ। ମୁଁ ଏ ପୁଅକୁ ନେଇଯିବି କଳ୍ପୀ ଦ୍ୱୀପକୁ। ଯମୁନା ନଦୀର ଏକ ବିସ୍ତୀର୍ଣ୍ଣ ଜଳ ଏ ଉପତ୍ୟକାର ଏକ ଅଂଶ ଜଳଧାରା ଚାଲି ଯାଇଛି ଏକ ଦ୍ୱୀପ। ଆପଣ ଦେଖିବେ ଏପଟେ ଯାଇଥିବ ପାଣି ସେପଟେ ଯାଇଥିବ ପାଣି ମଝିରେ ବାଲି ସ୍ତୂପ ଥିବ ସେ ଏକ ଦ୍ୱୀପ। ଯେମିତି ଆପଣଙ୍କର ଧବଳେଶ୍ୱର ମହାନଦୀ ମଝିରେ ନା ସେ ଏକ ଦ୍ୱୀପ। ତେଣୁ ମା ତୋର ଯେମିତି ଥିଲା ପୂର୍ବରୁ ଅନୁଢା ଅବସ୍ଥା ସେଇ ଅବସ୍ଥାକୁ ଦେଇଦେବି। ମୁଁ ତୋର ଗୋଟେ ଉପକାର କରିବି। ତୁ ମୋର ଏଇ ଉପକାର କରିଛୁ ପ୍ରତି ଉପକାର କରିବି। ତୋ ଦେହରୁ ଏବେ ମତ୍ସ୍ୟ ଗନ୍ଧ ବାହାରୁଛି। ମୁଁ ତୋତେ ଏମିତି ଆଶୀର୍ବାଦ କରିବି ତୁ ହେବୁ ଗୋଟିଏ କ୍ଷତ୍ରିୟ ବଂଶ ରାଜବଂଶର କୁଳବଧୂ। ତୋ ଦେହରୁ ମତ୍ସ୍ୟ ଗନ୍ଧ ପରିବର୍ତ୍ତେ କଣ ବାହାରିବ ଜାଣିଛୁ? ଇଏ ସାରସ ସୌରଭ ବିଦିଗ ବୁଝୁ ତାପରେ ଧରିବ। ଜାଣିପାରୁନୁ ସାଙ୍ଗେ ସାଙ୍ଗେ ଛଣା ହଉଛି ଆକୁଳି ଆଉଛୁ ଖାଇବୁ ବୋଲି। ତେଣୁ ମୋର ଜ୍ଞାନୀନ୍ଦ୍ର ପୁଙ୍ଗମ ଏଠି ଯେତିକି ଆପଣ ମାନେ ବସିଛନ୍ତି ଏଠି ସେଇ ଆଶୀର୍ବାଦ କଲେ ମୋର ଉପକାର କଲୁ ମା। ଯୋଗ୍ୟ ସନ୍ତାନ ପାଇଲି। ତୋ ଦେହରୁ ଆଉ ମାଛ ଗନ୍ଧ ବାହାରିବ। ଆଉ କୋଉ ଗନ୍ଧ ବାହାରିବ? ଯୋଜନ ପର୍ଯ୍ୟନ୍ତ ପଦ୍ମର ସୌରଭ ବିସ୍ତୃତ ହେଇଯିବ ପରିବ୍ୟାପ୍ତ ହବ। ତୋତେ ଆଜିଠାରୁ ଡାକିବେ ଯୋଜନ ଗନ୍ଧା ପଦ୍ମଗନ୍ଧା ମତ୍ସ୍ୟଗନ୍ଧା କେହି ଡାକିବେ ନାହିଁ। ପରବର୍ତ୍ତୀ ସମୟରେ ବୃଦ୍ଧ ଅବସ୍ଥାରେ ଶାନ୍ତନୁକୁ ବିବାହ କଲେ ଆ ନାଁ ହେଲା ସତ୍ୟବତୀ। ସେଇ ସତ୍ୟବତୀଙ୍କ ଗର୍ଭରୁ ମତ୍ସ୍ୟଗନ୍ଧା ବେଳେ ଜନ୍ମ ନେଲେ ଯୋଉ ପୁଅ ତାକୁ ଦୀପାଞ୍ଚଳକୁ ଆନିତ କରିବାରୁ ପ୍ରଥମେ କାଳିଆ ପୁଅ ହେଲେ କୃଷ୍ଣ। ଦୀପାଞ୍ଚଳକୁ ଆନିତ କରିବାରୁ ହେଲା ଦୌପାୟନ। କେତେବେଳେ ହେଲେ ସେ ବେଦକୁ ବ୍ୟାଖ୍ୟା କରିବାରୁ ହେଲେ ବ୍ୟାସ। ଯୋଉ ଶୋକ ସ୍ଥାନ ପାଇବ ବୋଲି ବେଦରେ ନିର୍ମମ ଭାବେ ପିଟି ଥିଲା କାର୍ତ୍ତବୀର୍ଯ୍ୟ ସେ ଦେଖେଇ ଦେଲେ ଇଏ ପୁଅ ବ୍ୟାସ ବେଦକୁ ବ୍ୟାଖ୍ୟା କରି। ସାର୍ ବ୍ୟାସ ନଥିଲେ କଣ ଆମେ ପାଲାବାଲା କିଛି କରିପାରିଥାନ୍ତୁ? ବେଦକୁ ସେ ବ୍ୟାଖ୍ୟା କଲେ। ବ୍ୟାସ ମହାଭାରତ ଲେଖିଲେ, ରାମାୟଣ ଲେଖିଲେ। ମୋ କହିବାର ତାତ୍ପର୍ଯ୍ୟ ମୁଁ ଏତେ କଥା କାହିଁକି କହିଲି ନା ଦିଟା ଅବିବାହିତା ଝିଅ ଗର୍ଭରୁ ଦିଟା ପୁଅ ଜନ୍ମ ହେଲେ। ଜଣେ ହେଲେ କର୍ଣ୍ଣ ଜଣେ ହେଲେ ବ୍ୟାସ। ଇଏ ଦିଟା ଯାକ ଯୋଗ୍ୟ। ଇଏ ସବୁତକ ମିଶିଲେ କୌରବ ପାଣ୍ଡବ ସବୁତକ ମିଶିଲେ ଯେତିକି କର୍ଣ୍ଣ ଏକା ସେତିକି। ମୁହୂର୍ତ୍ତକରେ କର୍ଣ୍ଣ ମାରି ଦେଇଥାନ୍ତି ଅର୍ଜୁନ। କିନ୍ତୁ କଣ ପାଇଁ ମାରିଲେନି? କର୍ଣ୍ଣ ଗୋଟିଏ ଏମିତି ଚରିତ୍ର ସେ କେବେ ହେଲେ ଯାହା ଚାହିଁଛନ୍ତି ତାହା ପାଇନାହାନ୍ତି। ମା କୁନ୍ତୀ ଜାଣିଛନ୍ତି କର୍ଣ୍ଣ ମୋ ପୁଅ। କର୍ଣ୍ଣ ବି ଜାଣିଛନ୍ତି ସେ କୁନ୍ତୀଙ୍କ ପୁଅ। କିନ୍ତୁ ଲୋକ ଲଜ୍ଜାକୁ ଡରି ମା କୁନ୍ତୀ କହିପାରନ୍ତିନି। ମା କୁନ୍ତୀ ସବୁ ବର୍ଷ ପ୍ରତ୍ୟେକ ଦିନ ଯୋଉ ଦିନ ସେ ଯମୁନା ନଦୀରେ ବସେଇ ଦେଇଥିଲେ ସେ ସିନ୍ଧୁକକୁ ସଦ୍ୟଜାତ ଦୁଗ୍ଧ ପୋଷ୍ୟ ଶିଶୁକୁ ଜନ୍ମ ଦେଇ ସେଇଦିନ ଶିବ ମନ୍ଦିରରେ ତା ଜନ୍ମଦିନ ପାଳନ କରନ୍ତି। ତାକୁ ଡାକନ୍ତି ପ୍ରସାଦ ଦିଅନ୍ତି। ସେଦିନ ମା କୁନ୍ତୀ ଡକେଇ କର୍ଣ୍ଣକୁ ବସେଇଛନ୍ତି। ରାଜା ପିଲାମାନେ ଯୋଉ ତୁଳି ତଳ୍ପ ଶଯ୍ୟାରେ ବସନ୍ତି ଶୁଅନ୍ତି। ଭୀମ ଦେଖିଦେଲା ଡାକିଲା ମା। ଇଏ ରାଜପୁତ୍ର ମାନେ ଯୋଉ ତୁଳି ତଳ୍ପ ଶଯ୍ୟାରେ ଶୟନ କରନ୍ତି ଯୋଉ ପଲ୍ୟଙ୍କରେ ସେଠି ତୁ ବସେଇଛୁ ଏ ସୁତ ପୁତ୍ରକୁ। ଏ ସୁତ ପୁତ୍ର ପୁଣି ଏ ଯୋଗ୍ୟ ହେଲା ପୁତ୍ର ଯୋଗ୍ୟ ହେଲା
କାଣ୍ଡନାର ଦଣ୍ଡ ତାଙ୍କ ମସ୍ତକରେ ମଣି ହେଇଛି ନା ୟାକୁ ତୁ ଖାଇବାକୁ ଦେଇଛୁ ଯୋଉଠି ରାଜ ପିଲାମାନେ ବସନ୍ତି ର ଗୋଟେ ଦିବ୍ୟ ଲଡୁ ଧରିଥିଲେ କର୍ଣ୍ଣ ଆଖିରୁ ଧାର ଧାର ଲୁହ ନିଗିଡି ଗଲା ହାତରୁ ପଡିଗଲା ହେ ମାକୁ ଚାହିଁଛନ୍ତି ବିକଳ ଚାହାଣିରେ ମା ନିରୁତ୍ତର କିଛି କହିପାରୁନା ସେଇ କର୍ଣ୍ଣ ଇଏ ସବୁତକ ରାଜା ପାରିଥାନ୍ତେ ନା ଏକା ଲାଖ ବିନ୍ଧି ଦେଇଥାନ୍ତେ ବିନ୍ଧାନ୍ତା ନା ନାଇଁ ଭଗବାନ କୃଷ୍ଣଚନ୍ଦ୍ର ସେଠି ଚକ୍ରକୁ ପଠେଇକି ସୁଦର୍ଶନ ଚକ୍ର ବ୍ୟତିକ୍ରମ କଲେ କର୍ଣ୍ଣଙ୍କର ଲାଖଟା ବାଜିଲାନି ବାଜିଲାନି ଆଚ୍ଛା ମଉସା ମୁଁ ଆପଣଙ୍କୁ ପ୍ରଶ୍ନ ପଚାରିବାର ଯୋଗ୍ୟତା ମୋର ନାହିଁ ଇଏ ଯୋଉ କାମ କୃଷ୍ଣ କଲେ ଠିକ କଲେ ନା ଭୁଲ କଲେ ଭୁଲ କଲେ ଠିକ କଲେ ଠିକ କଲେ ଠିକ କଣ କଲେ କର୍ଣ୍ଣଙ୍କର ସେଇ ସାମର୍ଥ୍ୟ ଥିଲା କର୍ଣ୍ଣ ସେ ବିଦ୍ୟା ସାଧନ କରିଥିଲେ ପାଣି କୁଣ୍ଡକୁ କଣ ଚାହିଁବେ ଆଖି ବୁଝିକି ମାରିବେ ରାଧା ଚକ୍ର ଭେଦ କରି ରୋହି ମାଛର ରୋହି ବିଶାର ରୋହିର ବିଶାର କହିଲେ ମାଛ ତାର ବାମ ଚକ୍ଷୁରେ ସଭ୍ୟ ଚକ୍ଷୁକୁ ଉତ୍ପାଦନ କରି ପୁନର୍ବାର ଆସି ପହଞ୍ଚିବ ତୀକ୍ଷ୍ଣ ମୁନା ସାୟକ ଭୂସ୍ପର୍ଶ କରିବ ଉର୍ବିସ୍ପର୍ଶ କରିବ ମାଟିରେ ପଡିବ କିନ୍ତୁ କର୍ଣ୍ଣଙ୍କ ପାଇଁ ସେଠି ଘାତକ ସାଧିଲା ସୁଦର୍ଶନ ଚକ୍ର ଆଜ୍ଞା କୃଷ୍ଣ ଠିକ କରିଛନ୍ତି ଆଜ୍ଞା ଠିକ କଣ କଲେ ଆଜ୍ଞା ଗୋଟେ ଉଦାହରଣ ଦେବି ରହୁନାହାନ୍ତି ସମୟ ତ ଅଛି ଇଏ ଗାଁର ପିଲାମାନେ ସମସ୍ତେ ମିଶିକିରି ଯାଇଥିବେ ଅଲଗା ଗାଁକୁ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଏଇ ଗାଁର ଜଣେ ଦକ୍ଷ ଖେଳାଳି ଥିବେ ସେ କହିବେ ଯଦି ଏ ଟୁର୍ଣ୍ଣାମେଣ୍ଟରେ ମୁଁ ଜିତିବି ଇଏ କପ୍ ଅଲଗା ଗାଁକୁ ଦେବି ସେଠି ତୁମର ହାରିବା ଜିତିବା ଅପେକ୍ଷା ହାରିବାଟା ଠିକ ହବ ନା ନାଇଁ ଆଜ୍ଞା ଇଏ ୱାର୍ଲଡ କପରେ ଯଦି କହିଥାନ୍ତେ ଆଙ୍କ ଭିତରୁ କେହି ଖେଳାଳି ଆମେ ଜିତିଲେ ଅଲଗା ନେବେ ଅଲଗା ଦେଶ ନେବେ କଣ କପ ସମ୍ଭାଳିବେ ମାନେ ନା ଭାରତ ସମ୍ଭାଳିବ ନା ତେଣୁ କରି ସେଦିନ କର୍ଣ୍ଣ କର୍ଣ୍ଣର ସେଇ ଦୁର୍ବୁଦ୍ଧି ଜାଗିଲା କଣ ଦୁର୍ବୁଦ୍ଧି ଥିଲା ସେଇ ଦୁର୍ବୁଦ୍ଧି କାଲା ଲାଖ ବିନ୍ଧି ଦ୍ରୌପଦୀ କି ମୁଁ ହିଁ ଜିଣି ଆଉ ମୋ ମୈତ୍ର ଗୁରୁ ଦ୍ରୌପଦୀ କି ନେଇକି ଦୁର୍ଯ୍ୟୋଧନକୁ ଦେବି କାହିଁ ତୁ କଣ ନପୁଂସକ କି ଏଇରେ ନାରୀ କଣ ପଣୀୟ ବସ୍ତୁ ନା ତୁ ଲାଖ ବିନ୍ଧିକି ଦ୍ରୌପଦୀ କି ଚିଣିବୁ ତୁ ଯଦି ନିଜେ ବାହାବା କଥା କହିଥାନ୍ତୁ ଭଗବାନ ବିଲକୁଲ ଚକ୍ର ନା ଦ୍ରୌପଦୀ କି ଚିଣିବୁ ଇଏ ଦୁନିଆରେ ବଡ ଭାଇ ଗୋଟେ ଝିଅକୁ ଭଲ ପାଇବ କହିବ ମୁଁ ଆକୁ ନେବି ମୋ ସାନ ଭାଇ ନେବି ବାହା ହବ ନା ସେଇ କାମ ପାଣ୍ଡବ ପରିବାରରେ ହେଇଛି ହେଇଛି ପରା ସବୁ ଯାକ ବଦମାସି କାମ ସବୁ ପାଣ୍ଡବ ମାନେ କରିଛନ୍ତି ଦୁର୍ଯ୍ୟୋଧନ ଯୋଗ୍ୟ ଗୋଟିଏ ପଏଣ୍ଟ ତା ଭିତରୁ ଲିକ୍ ପଏଣ୍ଟ ଆପଣ ବାହାର କରିପାରିବେ ଦୁର୍ଯ୍ୟୋଧନ ଯୋଗ୍ୟ କେମିତି ଦୁର୍ଯ୍ୟୋଧନ ଯୋଗ୍ୟତା ଗୋଟି ଗୋଟି କି ପ୍ରମାଣ ଅଛି ମୁଁ ବାହାଦୁରୀ କଥାବାର୍ତ୍ତା କରୁନି ତେଣୁ ମୋର ଯେତିକି ଆପଣ ମାନେ ବସିଛନ୍ତି ସବୁ ଶୁଣନ୍ତୁ ତେଣୁ ଏଠି ଭଗବାନ କୃଷ୍ଣ କହିଲେ କହିଲା ଏଇଟା ଗୋଟେ ଅଯୋଗ୍ୟ ଇରେ ହଁ ତତେ ସେ ରାଜ୍ୟ ଦେଇଛି ମୁଁ ବର୍ତ୍ତମାନ ତତେ ପାଲାରେ ରଖିଛି ତାମାନେ ମୁଁ କହିବି ତୁ ବିବାହ କରିଛୁ ସୁନ୍ଦରୀ ତୁ ତୋ ସ୍ତ୍ରୀ କି ଆଣିକି ମୋ ଘରେ ଛାଡି ଦେଇଥା ମୁଁ ଛାଡ଼ିଦେବି ତୁ ଛାଡି ମୂର୍ଖ ଭଳିଆ କଥାବାର୍ତ୍ତା କରୁଛୁ ତୁ ଅଲାଜ ଗୋଟେ ହେଇଥିବ ବୋଲେ ଛାଡ଼ିବୁ କର୍ଣ୍ଣ ପରି ବ୍ରାହ୍ମଣ ଲୋକ ଭଲ ଭଲ ଲୁଗା ପାଉଛ ଦବ ତେଣୁ ଏଠି କର୍ଣ୍ଣଙ୍କର ଇଏ ଚିନ୍ତାଧାରାକୁ ଦେଖି କଲେ ନାଇଁ ନାଇଁ ଇଏ ଯୋଗ୍ୟ ନୁହଁ ଭଗବାନ ଅଟକେଇବି ମୋ କହିବାର ତାତ୍ପର୍ଯ୍ୟ ଠିକ ସେହିପରି ଯୋଗ୍ୟତା ନଥିବା କର୍ଣ୍ଣ ଲାଖ ବିନ୍ଧିବାରୁ ଆଜି ଅଡୁଆ ଲାଖ ବିନ୍ଧିବା ପୂର୍ବରୁ ଅଡୁଆରେ ପକେଇଲ କୃଷ୍ଣ ଠାକୁରେ ଆପଣ ହଉଛନ୍ତି ଯାହାଙ୍କର ମାମୁଁ ଯାହାଙ୍କ ପୁଅ ହଉଛି ବିଶ୍ୱବିଜୟୀ ବୀର ଅର୍ଜୁନଙ୍କର ଯୋଗ୍ୟ ନନ୍ଦନ ଗୋଟେ ଶ୍ଲୋକ ନାହିଁ କି କହିଲା ମାତୁଳ ଯସ୍ୟ ଗୋବିନ୍ଦ ପିତା ଯସ୍ୟ ଧନଞ୍ଜୟ ଭୀମାନୁରଣ ହତ କେନ ବାଧ୍ୟତେ ଯାହାଙ୍କର ମାମୁଁ ସ୍ୱୟଂ ଭଗବାନ ଦ୍ୱାରକା
ଦ୍ୱାରକାଧୀଶ କୃଷ୍ଣ ନାରାୟଣ ଯାହାଙ୍କର ଜନକ ବାପା ତୃତୀୟ ପାଣ୍ଡବ ବିଶ୍ୱ ବିଜୟୀ ଧନୁର୍ଦ୍ଧାରୀ ଅର୍ଜୁନ ମଉସା ତାଙ୍କ ପୁଅ ତାଙ୍କ ଭଣଜାକୁ ଇଏ ସାତୁଟା ଯାକ ରଥି ମିଶିକିରି ଅନ୍ୟାୟ ଯୁଦ୍ଧରେ ପାଣି ମୁଣ୍ଡିଆ ନ ଦେଇ ମାରିଦେଲେ ଠିକ କଲେ କି କିନ୍ତୁ ଭୁଲ ପ୍ରଥମେ କରିଛି କିଏ ଅଭିମନ୍ୟୁ ତୁମର ଚିନ୍ତା କରିବା ଦରକାର କେବଳ ପିତା ପିତି ବାଡ଼ିଆ ବାଡ଼ି କାମ କରିପାରିବ କିଏ ବଡ ବାପା ଭୀମସେନ ଯଦି ଧନୁର୍ଧାରୀ ସହିତ ଯୁଦ୍ଧ କରିବା କଥା ପଡିବ ଏଠ ଫେନିଯିବ ଆପଣଙ୍କର ଯେତେ ସବୁ ବୋଲର ଅଛନ୍ତି ସେ କଣ ଓପନର ବ୍ୟାଟ୍ସମ୍ୟାନ ଭାବେ ଗଲେ ହବ ପାରିବେନି ଆଉ ଇଏ ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାକୁ ବୋଲିଂ କରିବାକୁ ଦେଲେ କଣ ସେ ହବ ତେଣୁକରି ବାଡ଼େଇଲା ବାଲା ଅଲଗା କିଏ ଭୀମ ଧନୁ କଥା କହିଲା ଆଉ ହବ ତୁମେ ଭୀମ ସାହସ ଦେଲା ତୁମ ବଡ ବାପା ଯୁଧିଷ୍ଠିର ନିର୍ଦ୍ଦେଶ ଦେଲେ ତୁମେ ଗଲ କାହିଁ ତୁମେ ସେଠି କହିଲନି ଆମର ଧନୁଧାରୀ ନ ଆସିବା ପର୍ଯ୍ୟନ୍ତ ଇଏ ଚକ୍ର ବ୍ୟୂହ ଭେଦ ହେଇପାରିବନି ହେଇପାରିବନି କଣ ତୁମକୁ ସେ ମାରିଦଉଥିଲେ ଏଣେ ନାରାୟଣ ସେନାକୁ ସହିତ ଯୁଦ୍ଧ କରିବା ପାଇଁ ତୃତୀୟ ପାଣ୍ଡବ ଅର୍ଜୁନକୁ ନେଇକି ଭଗବାନ ଗଲା ବେଳେ ଭଗବାନ ଚାହୁଁଥିଲେ କେମିତି ଅଭିମନ୍ୟୁ ମରୁ ଖାଲି ସେତିକି ନୁହଁ ମହାଭାରତ ଯୁଦ୍ଧରେ 2 ଜଣକୁ ମରିବା ପାଇଁ ଭଗବାନ ଚାହୁଁଥିଲେ ଇଏ ପାଣ୍ଡବ ମାନଙ୍କର ପରମ ଶତ୍ରୁ କିଏ ଜାଣିଛୁ କିଏ କହିଲା ଭଗବାନ କୃଷ୍ଣ ସେ ପାଣ୍ଡବଙ୍କ ଶତ୍ରୁ ତାଲା ବନ୍ଦ କର କାହିଁକି ତମ ମୁଣ୍ଡ କାମ କରୁନାହିଁ ଆରେ ପରୀକ୍ଷା ହେଇଛି ପାଣ୍ଡବ ମାନଙ୍କର ପରମ ଶତ୍ରୁ ହଉଛନ୍ତି କୃଷ୍ଣ କଣ ତାଙ୍କୁ ସାହାଯ୍ୟ କଲେ ଯୁଦ୍ଧରେ ଏତେ କଥା ପରେ ବି ଶତ୍ରୁ ହେଲେ ପରୀକ୍ଷା ସରିଛି ସେଦିନ ତାହେଲେ ମୁଁ ଗାଁ ସେଦିନ ଯୁଦ୍ଧ ହେବା ପୂର୍ବରୁ ପୁଅ କହିଲା ଏ ହିଡିମ୍ବି ରାକ୍ଷସୀ ଏ ପୁଅ ଇଏ ବେଲବାଡ଼ି ନନ୍ଦନ ଶତ୍ରୁ ପାଣ୍ଡବ ମାନଙ୍କର ଅଭିମନ୍ୟୁ ବଧ ପାଇଁ ସ୍ୱତଃସ୍ଫୂର୍ତ୍ତ ଭାବେ ପ୍ରମାଣ ଦେବା କୃଷ୍ଣ 1 ନମ୍ବର ଦୋଷୀ ବିଚାର କରନ୍ତୁ ସେ କୃଷ୍ଣ ପ୍ରକୃତରେ ପାଣ୍ଡବଙ୍କ ଶତ୍ରୁ କି ନାହିଁ ପରୀକ୍ଷା ହେଇଛି ଆପଣ ଦେଖନ୍ତୁ ଆମେ ଯାହା ପୁରାଣରୁ ଟିକେ ଶିଖିଛୁ ଆପଣଙ୍କୁ କହିବୁ ତେଣୁ ସେଦିନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯେ ଯାହାର ସମ୍ପର୍କ ଯେ ଯାହାର ବନ୍ଧୁବାନ୍ଧବ ଯେ ଯାହା ସପକ୍ଷରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ହେଲେ ପୁଅ ବିଲାଳ ସେନ ବେଲବାଡ଼ିର ପୁଅ ଏତେ ବଡ ବୀର ଏ ତୀକ୍ଷ୍ଣମୁନା ସାୟକକୁ ଯମୁନା ନଦୀରେ ଗୋଟେ ଅଶ୍ମ ଉପରେ ଘର୍ଷଣ କରୁଛି ଅଶ୍ମ କହିଲେ ପଥର ଦାଢ କରୁଛି ଦାଢ କଲା ବେଳେ ଭଗବାନ ବିଚାର କଲେ କହିଲେ ଏଇଟିକି ଯଦି ନ ମାରିବା ମୁଁ 18 ଦିନ ଯୋଉ ନିର୍ଦ୍ଧାରିତ କରିଛି ମହାଭାରତ ଯୁଦ୍ଧ ଇଏ ଓଳିକେରେ ସାରିଦବ କଥା ରହିବନି ଆଉ ମୋ ବିରୋଧରେ ତ ସେ ଇଲେକ୍ସନରେ ଠିଆ ହେଲେ ମୁଁ ଅମାନ୍ୟତା ହରେଇବି ଆଉ କାହିଁ ରଖିବାକୁ ମାରିଦେଲି ଆଉ ମୁଁ 18 ଦିନ ଯୁଦ୍ଧ ନିର୍ଦ୍ଧାରିତ କରିଛି ଇଏ ଯଦି ଓଳିଏରେ ସାରିଦବ ମତେ ଆଉ ଭଗବାନ ବୋଲି କିଏ ମାନିବେ ୟା କାମଟାକୁ ସାରିଦବା କୌଶଳ କଲେ ସେଦିନ ବ୍ରାହ୍ମଣ ବେଶକୁ ଧାରଣ କରି ଆସି ପହଞ୍ଚିଲେ ବେଲାଳସେନ ନିକଟରେ ବ୍ରାହ୍ମଣକୁ ଯେତେବେଳେ ଦେଖିଛି ବେଲାଳସେନ ପ୍ରଣାମ କଲା ବ୍ରହ୍ମଣ ପଦ ଦର୍କ କରିଦନାନି ତୁଲ୍ୟಂ ଗୃହಂ ଗତାନି ବ୍ରାହ୍ମଣଙ୍କ ପଦ ଯୋଉ ଜାଗାରେ ପଡିବ ସେ ଶ୍ମଶାନ ହେଲେ ବି ପବିତ୍ର ହେଇଯିବ ବ୍ରାହ୍ମଣ ହଉଛନ୍ତି ଦେବତା କଲା ଦୈବାଧୀନ ଜଗତ ସର୍ବ ସ୍ୱାଧୀନ ସଦେବତା କିଏ ମନ୍ତ୍ର ବ୍ରାହ୍ମଣ ବ୍ରାହ୍ମଣ ଦେବତା
ଆରେ ବ୍ରାହ୍ମଣଙ୍କର ତ ଦିଟା ହାତ, ଦିଟା ଆଖି, ଆଜ୍ଞା ଦିଟା କାନ, କାନ ଦିଟା ଗୋଡ, ଆମରି ମାନଙ୍କ ପରି ଅବୟବ। ସେ କାହିଁ ଦେବତା? ପଇସା ପକେଇଛନ୍ତି ନା, ଇଏ ଦୁନିଆଟା ହଉଛି ଦେବତାଙ୍କର ଅଧୀନ। ପିଲାମାନେ ଦେଖ, ଆମେ ଯେତେ ମୂଲ୍ୟବାନ ଖାଦ୍ୟ ଖାଇବା, ଯଦି ମାସେ କାଳ ସୂର୍ଯ୍ୟ କିରଣ ଆମ ଠେଇ ନ ପଡିବ ଆମେ ବଞ୍ଚିବା? ନା ଯେତେ ତୁମେ ଫସଲ କରୁଛ, ସେ ଫସଲରେ ସୂର୍ଯ୍ୟ କିରଣ ନ ପଡିଲେ ହେଇପାରିବ? ନା ତେଣୁ ଏ ଚନ୍ଦ୍ର ନଥିଲେ ଆମେ ବଞ୍ଚି ପାରିବା? ନା ଅଗ୍ନି ନଥିଲେ, ବଞ୍ଚି ପାରିବେନି ପାଣି ନଥିଲେ, ବଞ୍ଚି ପାରିବେନି ଗୋଟେ ଲୋକ ଖାଇବାକୁ ଦବ, ପାଣି ପିଇବାକୁ ଦବନି, ସେ ବଞ୍ଚିବ? ରାଜା ମରିଗଲା ନା ତୁ ବଞ୍ଚିଲେ ତୋରି ଗାଁରେ ସବୁ ଅଛି। ମୁଁ ଦେଖୁଛି ପାଲା ଗୋଟାକ ଯାକ ଖାଲି ତୋରି ଗାଁ ଉଦାହରଣ ଦଉଛୁ, ଆଉ କଣ କାହାର ଗାଁ ଅଛି? ହେରେ ଶୁଣୁ, ବଡ ଗାଁ ଚୁପ୍। ତେଣୁ ଏ ଦୁନିଆଟା ହଉଛି ଦେବତାଙ୍କର ଅଧୀନ। ଅଧୀନ ପବନ, ପାଣି, ଅଗ୍ନି, ଏ ସବୁ ଦେବତା, ବୁଝିଲୁ? ତା ଭିତରେ ଦିବ୍ୟ ଗୁଣ, ସେ ଦେବତା। ଇଏ ଦେବତା କାହାର ଅଧୀନ? ମନ୍ତ୍ରାଧୀନଶ୍ଚ ଦେବତା। ଦେବତା ମାନଙ୍କୁ ଆପଣ ମନ୍ତ୍ର ଦ୍ଵାରା ଆମନ୍ତ୍ରଣ କରିବେ ନା ନାଇଁ? ମୋ ମନ୍ତ୍ର ଦ୍ୱାରା ନା ଟଙ୍କା ଦେବେ? ନା ଟଙ୍କା କାହିଁ ଦେବେ? କଣ ଏଠି ପ୍ରଧାନମନ୍ତ୍ରୀ ଆବାସ ମିଳୁନାହିଁ କି? ଦେବତାଙ୍କୁ ଦେବେ କଣ? ଲାଞ୍ଚ ଦେବେ କଣ? ମନ୍ତ୍ର। ମନ୍ତ୍ର କାହାର ଅଧୀନ? ମନ୍ତ୍ର ହଉଛି ବ୍ରାହ୍ମଣ ମାନଙ୍କର ଅଧୀନ। ତସ୍ମାତ ବ୍ରାହ୍ମଣ ଦେବତା। ଆରେ ଯୋଉ ବ୍ରାହ୍ମଣ ସିନା ମନ୍ତ୍ର ଶିଖିଛି ସେ ଦେବତା? ଯୋଉ ବ୍ରାହ୍ମଣଟି ପାଠ ନ ପଢିକିରି ହୋଟେଲରେ ପ୍ଲେଟ ଧଉଛି ସେ ଦେବତା? ସିଏ ଆଉ କଣ ହବ? ସେ ଦେବତା ନୁହଁ। ସିଏ ଦେବତା ଯୋଉ ବ୍ରାହ୍ମଣ, ଆପଣ କ୍ଷତ୍ରିୟ ତ, ଆପଣ ଚାହିଁଲେ ବ୍ରାହ୍ମଣ ହେଇପାରିବେ। କ୍ଷତ୍ରିୟ ବ୍ରାହ୍ମଣ କେମିତି ହେବେ? ସେଦିନ ଗାଧିରାଜା ସୁତ ବିଶ୍ୱାମିତ୍ର ପୁଣି ବ୍ରାହ୍ମଣ ପଦବୀ ପାଇ, ବ୍ରାହ୍ମଣ ପଦବୀ ପାଇ, ଆରେ ଭଲ ବ୍ରାହ୍ମଣ ପଦବୀ ପାଇ, ଯେ ସାଧନା করে সিদ্ধি লাভ করে নিশ্চে ব্রহ্ম পদে ঠাই। বাপা বুঝুଛୁ ତ? ଗାଧିରାଜ ସୁତ ବିଶ୍ୱାମିତ୍ର କ୍ଷତ୍ରିୟ ଆଜ୍ଞା ସେଦିନ ସାଧନାରେ ସିଦ୍ଧି ଲାଭ କଲା ପରେ ବ୍ରହ୍ମାଙ୍କ ପୁଅ ବଶିଷ୍ଠ ସ୍ୱୀକୃତି କଲେ ଏବଂ ନମସ୍କାର କଲେ, ତୁମେ ହଉଛ ବ୍ରାହ୍ମଣ। ତେଣୁ ପୁଅ ସେଦିନ ବ୍ରାହ୍ମଣକୁ ଦେଖି ବେଲାଳସେନ ନମସ୍କାର କଲା, ନମସ୍କାର ଆଜ୍ଞା। ଆଶୀର୍ବାଦ କରୁଛନ୍ତି ବ୍ରାହ୍ମଣ। ବାଃ, ଆଶୀର୍ବାଦ କରିବେ ନା? ଇଏ ରାଜା ପୁଅ ନା, ଆଉ ଆଶୀର୍ବାଦ କରୁଛନ୍ତି। ଇଏ କାହା ପୁଅ? ବେମ ପୁଅ ରାଜପୁତ୍ର। ରାଜପୁତ୍ର ଇଏ ଭବିଷ୍ୟତରେ କଣ କରିବ ବୋଲି ତାକୁ ଆଶୀର୍ବାଦ କରୁଛନ୍ତି। କହିଲା ସ୍ୱସ୍ତି ପ୍ରଜାଭ୍ୟଂ ପରିପାଳୟନ୍ତୁ ନ୍ୟାୟେନ ମାର୍ଗେଣ ମହି ମହି ବ୍ରାହ୍ମଣେଭ୍ୟୋ ଭବସ୍ତୁ ସମସ୍ତା ସୁଖିନୋ। ମୁଁ ଭବିଷ୍ୟତରେ ତୁମେ ଏଇ ଆଶୀର୍ବାଦର ହକଦାର ହବ ବୋଲି ତୁମକୁ ଆଶୀର୍ବାଦ କରୁଛି। ମୁଁ ଜଣେ ବ୍ରାହ୍ମଣ, ମୁଁ ତୁମକୁ ଆଶୀର୍ବାଦ କଲି, ମତେ କିଛି ଦବ ନା? ମୁଁ କିଛି ଦେବି ଆପଣ? ହଁ। ଆପଣ କଣ ଆଉ ଦେବେ? ମୁଁ କଣ ଦେବି? ଆଜ୍ଞା ମାନେ ବିଚାର କରନ୍ତୁ, ଯଦି କିଛି ନ ଦେବେ ହଁ ହେଇପାରିବ? ନା ସାର୍ ମାନେ ଆପଣ ମାନେ କୋଉ କୋଉ ଜାଗାକୁ ଶୂନ୍ୟ ହସ୍ତରେ ଯିବେନି, କୋଉ କୋଉ ଜାଗାକୁ ଖାଲି ହାତରେ ଯିବେନି? ଆଜ୍ଞା ସ୍ୱଗୃହ ଯଜ୍ଞଶାଳା ହଁ ସିନ୍ଧୁ ମଜନ ହସ୍ତେ ନଗଛନ୍ତି ଈଶ୍ୱର ଦୈବତ। ଗୁରୁ ଗୃହକୁ ଛାତ୍ର ଯିବ, ଖାଲି ହାତରେ ଯିବନି। ସାମର୍ଥ୍ୟ ଯେତିକି ପାନ ଖଣ୍ଡେ ଦିଅ ବରଂ। ଆଜ୍ଞା ଗୁଲୁଗୁଲା 5 ଟଙ୍କା ରହୁ। ବାପା ମାଙ୍କୁ କଥା ଦେଇ ପୁଅ ବିଦେଶକୁ ଯାଇଛି, ବାଃ, ରୋଜଗାର ନହେଲା, ଠକିନି ଫେରିଆଇଲା, ସେ କଥା ଅଲଗା। ବର୍ଷେ ରହିବ, 6 ମାସ ରହିବ, ଖାଲି ହାତରେ ଫେରିବ? ନା ବାପା ମାଙ୍କ ପାଇଁ, ପରିବାର ପାଇଁ ପୁଅ ବିଦେଶରୁ କିଛି ଆଣିକି ଫେରିବ ତା ସାମର୍ଥ୍ୟ ଅନୁସାରେ। ଆଉ ଯଜ୍ଞଶାଳା, ଆପଣଙ୍କ ଗାଁରେ ଯଜ୍ଞ ହଉଛି, ଆପଣ ବ୍ରାହ୍ମଣକୁ ନ ଦିଅନ୍ତୁ, କି କହୁନାହାନ୍ତି, ଯଜ୍ଞ ମଣ୍ଡପକୁ ଯିବେ, କିଛି ନହେଲେ ଫଳୁଟିଏ ହଉ, ଫୁଲୁଟିଏ ହଉ, ଝିଅ ଟିକେ ହଉ, ଅଗ୍ନି ଦେବତାଙ୍କୁ ଦେବେ। କି ବାଇଗଣ ଟିକେ ହଉ। ବାଇଗଣ କାହିଁକି ଅଗିରେ ପକେଇବୁ ନା କଣ? ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଖାବ, ସ୍ୱଗୃହ ଯଜ୍ଞଶାଳା ଚ ବିବାହ, କନ୍ୟା ଦାନ କରିବା ମାତ୍ରେ ଦକ୍ଷିଣା କିଛି ଦେବା ଉଚିତ। ତା ଯୌତୁକ ନୁହଁ, ଡିମାଣ୍ଡ ହବାରୁ ଯୌତୁକ ହେଇଛି, ବୁଝିଲୁ? ଆଜ୍ଞା ବିବାହ ସିନ୍ଧୁ ମଜନ, ଯାଇଛୁ ତୀର୍ଥ କରିବାକୁ ମହୋଦଧିରେ, କିଛି ଦୁଃଖୀ ରଙ୍କି ଦରିଦ୍ରଙ୍କୁ ଦବୁ। ଦାନ ଧର୍ମ କରିବେ। ବିବାହ ସିନ୍ଧୁ ମଜନ, ରିକ୍ତ ହସ୍ତେ ନ ଗଛନ୍ତି, ଶୂନ୍ୟ ହସ୍ତରେ ସେ ଜାଗାକୁ ଯିବୁନି। ଈଶ୍ୱର ଦୈବତ ଗୁରୁ, ଶିବ ମନ୍ଦିରକୁ ଶୂନ୍ୟ ହସ୍ତରେ, ଗୁରୁ ଘରକୁ ଶୂନ୍ୟ ହସ୍ତରେ, ଦେବ ମନ୍ଦିରକୁ ଶୂନ୍ୟ ହସ୍ତରେ ଯିବୁ ନା।
ମୁଁ ଯେହେତୁ ବ୍ରାହ୍ମଣ ଦେବତା ଦେବତା ମତେ ତୁମେ କିଛି ଦିଅ। ଦିଅ ଆପଣ ମାଗନ୍ତୁ କଣ ଦେବି ସତ୍ୟ ନ କଲେ ମାଗିବି। ତୁମେ ରାଜା ପିଲା ସତ୍ୟ କରିବାକୁ ପଡିବ। ମତେ ସତ୍ୟ କରିବାକୁ ସତ୍ୟ ଉପରେ ଘଣ୍ଟା ହେବ ମୁଁ ଆଜି ଯାଉନି। ନାଇଁ ତାକୁ କାଲିକି ଦେଖିବା। ସେଇଠି ସତ୍ୟ ସତ୍ୟ ମୋର ଅଟେ ତ୍ରୟବାର ମାଗଦାନ ବିପ୍ରବର କରିବି ପ୍ରଦାନ ଏ ମୋର ସତ୍ୟ ବାକ୍ୟ। ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରୁଛି। କଣ ମାଗିବା କଥା ବ୍ରହ୍ମଣ୍ୟ ଆପଣ ଯାହା ମାଗିବେ ମୁଁ ତାହା ଦେବି। ଠାକୁର ଭଗବାନ କୃଷ୍ଣ ନାରାୟଣ ମାୟାଧର ହଁ କହିଲେ ମୁଁ ତ ନିଶ୍ଚିତ ମାଗିବି। ହଁ ତା ପୂର୍ବରୁ ଗୋଟେ କଥା, କହିବେ ତୁମେ ଏଠିକି କଣ ପାଇଁକି ଆସିଛ? କଣ ପାଇଁ ଏ ଗୋଟିଏ ସ୍ୱରକୁ ତୁମେ କଳଙ୍କି ଲାଗିଥିବା ସ୍ୱରକୁ ତୁମେ ଶାୟକକୁ ତୁମେ ଦାହ କରୁଛ? ଏ କାମରେ ଲାଗିବ କଣ ହବ? ଆପଣ ଜାଣିନାହାନ୍ତି କି ନା। କୌରବ ପାଣ୍ଡବଙ୍କର ଯୁଦ୍ଧ ହବ। ଆଚ୍ଛା ଆଚ୍ଛା। ମୁଁ ବର୍ତ୍ତମାନ ଯୁଦ୍ଧକୁ ଯାଉଛି। ଓ ଯୁଦ୍ଧକୁ ଆସିଛ? କାହା ସପକ୍ଷରେ ଯୁଦ୍ଧ କରିବ? ମୁଁ ପାଣ୍ଡବଙ୍କ ସପକ୍ଷରେ ରହିବି। ଠିଆ ହୁଅ। ଏ କାହିଁ ଆଉ ତୁମକୁ ତ ମୁଁ ଆଗରୁ କେବେ ଦେଖିନି। ନା ମୁଁ ଏବେ ନୂଆ ଆସିଛି। ହେଲେ ତୁମେ ଆସିଛ ପାଣ୍ଡବଙ୍କ ସପକ୍ଷରେ ଯୁଦ୍ଧ କରିବ, କୌରବଙ୍କ ବିପକ୍ଷରେ ଯୁଦ୍ଧ କରିବ। ହେଲେ କୌରବ କିଏ, କୋଉମାନେ ତୁମର ଶତ୍ରୁ, ତୁମେ କଣ ତାକୁ ଜାଣିଛ? ଜାଣିଦେବି। କେମିତି ଜାଣିବ? ମୁଁ କଣ ଜାଣି ମୋ ତୀର ପୁରା ଜଣେଇଦବ। ମୁଁ କିଛି ବୁଝିପାରୁନି। ମୋ ତୀର ଜଣେଇଦବ। ହଁ ଆଉ ତୀର ପାୱାର ସେମିତି ଅଛି ନା ଆଉ। ଯେମିତି ଦୁଇ ଜଣ ଯାଉଥିବେ ପ୍ରଚାର କରିବାକୁ, ହଁ କିଏ କୋଉ ଦଳର କେମିତି ଜଣା ପଡିବ ନା? ତାଙ୍କର ସବୁ ସିମ୍ବଲ ସଂକେତ ଅଛି ନା ନାଇଁ? ଆଉ ରାଜନୀତି କଥା କହୁନି, ନାଇଁ ସିମ୍ବଲରୁ ଜଣା ପଡିବ ବା ଇଏ ଅମକ ଦଳର ଅମକ ସିମ୍ବଲ। ବା ସେମିତି ତୁମେ ଯଦି ଆସିଛ ପାଣ୍ଡବଙ୍କ ସପକ୍ଷରେ ଯୁଦ୍ଧ କରିବ, କୌରବମାନଙ୍କ ବିପକ୍ଷରେ, କୌରବ କିଏ ତୁମର ଶତ୍ରୁ ତୁମେ କେମିତି ଜାଣିବ? ହାତ ଯୋଡ଼ିଦେଲେ କହିଲେ ଠାକୁରେ ମୋର ବୀରତ୍ୱର ପରାକାଷ୍ଠାକୁ ପ୍ରତିପାଦନ କରିବା ପାଇଁ ଆପଣ ଚାହୁଁଛନ୍ତି? ଏଇ ଗୋଟିଏ ସ୍ୱର ଯଥେଷ୍ଟ ହବ କିଏ ମୋର ଶତ୍ରୁ କିଏ ମୋର ମିତ୍ର ବାଛିବା ପାଇଁ। ଏଇ ସ୍ୱର ହଁ ଶତ୍ରୁ ମିତ୍ର କହିଦବ। କହିଦବ। ଦେଖା କେମିତି ଶତ୍ରୁ ମିତ୍ର ଜାଣିବି ଶୁଣନ୍ତୁ। ଶୁଣିବେ ନା? ଏମିତି ଅଭିମନ୍ତ୍ରିତ କରି ସ୍ୱରକୁ ମୁଁ ନିକ୍ଷେପିବି। ଜାଲ ନାଟରେ ଥିବ ଜୋଳ କେମିତି ସୁନ୍ଦର ଭାବରେ କହିଲେ, କେମିତି କେଡ ବଡ ବୀର କହିଲେ, ପ୍ରକୃତରେ ମୋର କିଏ ଶତ୍ରୁ ମୁଁ ଏ ତୀକ୍ଷ୍ଣ ମୁନା ଶାୟକକୁ ଅଭିମନ୍ତ୍ରିତ କରି ଛାଡିଦେବି। ଯୋଉମାନଙ୍କର ମସ୍ତକରେ କଳା ରଙ୍ଗର ଟୀକା ଚିତ୍ରିତ ହେଇଯିବ ସେଇମାନେ ମୋର ଶତ୍ରୁ ବୋଲି ବିବେଚିତ ହେବେ। ନା ମିତ୍ର କିଏ ନା ଯୋଉମାନଙ୍କ ମସ୍ତକରେ ଲାଲ ରଙ୍ଗର ଟୀକା ଚିତ୍ରିତ ହେଇଯିବ ସେଇମାନଙ୍କୁ ମୁଁ ଚିନ୍ତା କରିବି ମୋ ମିତ୍ର। ଭଗବାନ କୃଷ୍ଣ ବିଚାର କଲେ, କହିଲେ ଆରେ ମୁଁ ତ ଯାହା ଚିନ୍ତା କରିଥିଲି ତାହା ହିଁ ହେଲା। ଇଏ ତ ନିଶ୍ଚିତ 18 ଦିନ ମହାଭାରତକୁ ମୁହୂର୍ତ୍ତକରେ ସାରିଦବ। ଏମିତିକା ବୀର କିଏ ଅଛି? ଠାକୁର କହିଲେ ଠିକ ଅଛି, ମୋର କାହିଁକି ବିଶ୍ୱାସ ହଉନି? ତୁମେ ତ ସହଜରେ କମ ବୟସ ପିଲା, ଟିକେ ପ୍ରଚେଷ୍ଟା କଲ, ମୁଁ ଟିକେ କୌତୁହଳ ଦୃଶ୍ୟ ଦେଖେ। ସାର୍ ମାନେ ତୀକ୍ଷ୍ଣ ମୁନା ଶାୟକକୁ ଅଭିମନ୍ତ୍ରିତ କରି ଯେତେବେଳେ ଛାଡି ଦେଇଛି, ବାବୁ ଯାହା ଯିଏ ତାର ଶତ୍ରୁ କୌରବ ପକ୍ଷରେ ତା ମସ୍ତକରେ କଜଳ ଟୀକା, ପାଣ୍ଡବଙ୍କ ସପକ୍ଷରେ ଯୋଉମାନେ ଯୁଦ୍ଧକୁ ଆସିଥିଲେ ତାଙ୍କ ମସ୍ତକରେ ରକ୍ତ ବର୍ଣ୍ଣର ଟୀକା, ଲାଲ ଟୀକା। କିନ୍ତୁ ପୁଅ ସେଠି ଦୁଇ ଜଣଙ୍କ ମସ୍ତକରେ ଟୀକା ନାହିଁ। ଦି ଜଣଙ୍କ ମସ୍ତକରେ ଟୀକା ନାହିଁ ନା। ମୁଁ ଏଇଠି ଗୋଟେ ସୁନ୍ଦର କଥା ଆପଣ ମାନଙ୍କୁ କହୁଛି, ବସି ଶୁଣ। ସେ ଯୋଉ ଦୁଇ ଜଣଙ୍କ ମସ୍ତକରେ ଟୀକା ନାହିଁ, ସେ ଦୁଇ ଜଣଙ୍କର ଚରିତ୍ରକୁ ମୁଁ ଚିତ୍ରଣ କରିବା ପାଇଁ ଆହୁରି ଆଗରୁ କରିଥାନ୍ତି, କିନ୍ତୁ ସେମାନେ ପଳେଇଲେ। ଯୋଉମାନେ ଉଠିକି ଗଲେ ସେମାନେ ଆଉ ମୂଲ୍ୟବାନ କଥା ଜାଣିପାରିଲେ ନା। ଆଚ୍ଛା ସାରମାନ, ଇଏ ଦୁନିଆରେ କୌରବ ପାଣ୍ଡବଙ୍କ ଭିତରେ ଯୁଦ୍ଧ ଚାଲିଥିଲା। ଦୁଇ ଭାଇ, ବଡ ବାପା ପୁଅ, ଦାଦା ପୁଅ। ଭାତୃ ବିବାଦର କାଳ ବୈଶାଖୀ ଝଡ଼ ସୃଷ୍ଟି ହେଲା ପବିତ୍ର କୁରୁକ୍ଷେତ୍ର ରଣାଙ୍ଗନରେ। ଏ ପୁଅ ଯଦି ଦୁଇ ଭାଇଙ୍କ ଭିତରେ କାଳ ବୈଶାଖୀ ଝଡ଼ ଭାତୃତ୍ୱର, ଏଠି ଗୁରୁ ଦ୍ରୋଣ
ଉଭୟ କୌରବ ପାଣ୍ଡବଙ୍କର ଗୁରୁ ନା ନାହିଁ? ହଁ ଆମେ ମାନେ ଜାଣୁଛେ ଶାସ୍ତ୍ର କହୁଛି ଅନ୍ୟାୟ ଅତ୍ୟାଚାରୀ ଯଦି ଦୁର୍ଯ୍ୟୋଧନ ହଁ ତାହେଲେ ପଣ୍ଡିତେ ଧର୍ମରାଜ ଯୁଧିଷ୍ଠିର ଧର୍ମ ପରାୟଣ ପରାୟଣ ତୁମେ ଗୁରୁ ଦ୍ରୋଣ ହଁ ତୁମେ କୋଚର ହଁ ତୁମେ କଣ ବ୍ୟାଟିଂ କରୁଛ? ଆଚ୍ଛା ଗୁରୁ ଦ୍ରୋଣ ତୁମେ ଉଭୟ ପକ୍ଷଙ୍କର ଗୁରୁଟି ହଁ ତୁମେ ଗୁରୁଟି ସାକ୍ଷାତ ଈଶ୍ୱର ଗୁରୁ ଗୁରୁ ଆଗୁଆ ହେଲା କି କେଜାଣି ତୁ ଜାଣିପାରୁଥିବୁ ବେଳେ ବେଳେ ହବ ଗୁରୁଟି ସାକ୍ଷାତ ଈଶ୍ୱର ହଁ ଆଙ୍କୁ ନ ମଣିବ ନର ନର ଯଦି ଗୁରୁଙ୍କୁ ଈଶ୍ୱର ଚିନ୍ତା କରିବୁ ହଁ ତାହେଲେ ଗୁରୁ ସମସ୍ତଙ୍କ ପାଖରେ ସମାନ ସମାନେ ହେଲେ ଭଗବାନ କୃଷ୍ଣ ନାରାୟଣଙ୍କର କଥା ତ ଅଲଗା ଅଲଗା ଏଠି ଗୁରୁ ଦ୍ରୋଣ ଜଣ କାହା ସପକ୍ଷରେ ଯୁଦ୍ଧ କଲେ? ଦୁର୍ଯୋଧନ ପଟାଇଲେ କାହିଁକି? କାଇଁ ସେ କଣ ଭୁଲ କଲେ ଗୁରୁ ଦ୍ରୋଣ ହଁ ତୁମେ ତ ଜାଣୁଛ ଉଭୟ ପାଣ୍ଡବ କୌରବଙ୍କର ଗୁରୁ ଗୁରୁ ତୁମେ ନୀରବ ରହିଲନି ତୁମେ କଣ ପାଇଁ କି ଦୁର୍ଯ୍ୟୋଧନ ସପକ୍ଷରେ ପାଣ୍ଡବଙ୍କ ବିପକ୍ଷରେ ଯୁଦ୍ଧ ପାଣ୍ଡବ ମାନେ ଟ୍ୟୁସନ ପଇସା ବାକି ରଖିଥିଲେ ଚୁପ୍! ସେତିକି ନୁହଁ ଆଉ ପିତାମହ ଉଭୟ କୌରବ ପାଣ୍ଡବଙ୍କର ପିତାମହ କିଏ? ଭୀଷ୍ମ ବିଶ୍ବ ଯିଏ ପରିଣତ ବୟସରେ 10 ଦିନ ସେନାପତି କଲେ ବାହ ଏବେ ଗୋଟେ 80 ବର୍ଷର ବୁଢାକୁ 30 ବର୍ଷର ଟୋକା ଚାହିଁଲେ ଧୂଳି ସାତ କରିଦବ ନା ନାହିଁ? ହଁ ହଁ ଆଜ୍ଞା ପିତାମହ ଭୀଷ୍ମ ଏମାନଙ୍କର ପିତାମହ ତାଙ୍କ ବାପାଙ୍କର ଦାଦା ଦାଦା ବାସ୍ ବୁଢା ବାପା ବୁଢା ବାପା ବାହ ସେ 10 ଦିନ ଯୁଦ୍ଧ କଲେ କଣ ବୁଢା ସେତିକି ଦିନ ପାରିଲାଣି ଅସ୍ତ୍ର ଗୁରୁ ଦ୍ରୋଣ ନା ସେ ତ 5 ଦିନ ତାହେଲେ ତୁମେ ତ ଉଭୟଙ୍କର ହଉଛ କଣ? ପିତାମହ ତୁମେ ତୁମ ବାପାକୁ କଥା ଦେଇଥିଲ ଶାନ୍ତନୁକୁ ଇଏ ହସ୍ତିନା ସିଂହାସନେ ଅନ୍ୟାୟ ନୀତି ଇଏ ଦେବୀ ନାହାଇ ହସ୍ତିନା ସିଂହାସନକୁ ହସ୍ତ ପ୍ରସାର କରି ହେ ବାପା ଆପଣଙ୍କ ପାଦକୁ ସ୍ପର୍ଶ କରି ସତ୍ୟ କରି କହୁଛି ହଁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏ ହସ୍ତିନା ଏ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ କେବେ ଅନ୍ୟାୟ ଆଚରଣ ରୀତି କି ପ୍ରଶୟ ଦେବି ନାହିଁ ନା ନା କିନ୍ତୁ ତୁମେ ନିଜେ ଅନ୍ୟାୟ କଲ ଅନ୍ୟାୟ କଲେ ଦୁର୍ଯ୍ୟୋଧନ ସପକ୍ଷରେ ଯୁଦ୍ଧ କରିବା ତୁମର ଉଚିତ ନଥିଲା ତୁମେ ଉଭୟଙ୍କର ପିତାମହ ପିତାମହ ତୁମ ଜେଜେବାପା କଣ କହିବେ ନାଇଁ ମୋ ପୁଅକୁ ସମ୍ପତ୍ତି ଦେଇଦେବି ଏତିକି ମୋ ସାନ ପୁଅକୁ ଦେବି ନାହିଁ ନା ସବୁ ପୁଅ ସମାନ ସବୁ ପୁଅ ସମାନ ହଁ ବେଳେ ବେଳେ ଜଣେ ଜଣେ ବୁଢା ଆଉ ଜଣେ ସ୍ତ୍ରୀ ହଁ ପିଲାମାନଙ୍କୁ ପକ୍ଷପାତ ବିଚାର କରି ସଂସାରଟାକୁ ନଷ୍ଟ କରନ୍ତି ଆଜ୍ଞା ଏଇଟା କେତେ ଦୂର ଠିକ କେତେ ଦୂର ଭୁଲ ଆପଣ ସବୁ କ୍ଷେତ୍ରରେ ନୁହଁ ଗୋଟେ ଗୋଟେ ପରିବାରରେ ଜଣେ ଜଣେ ବାପା ମା ବାପା ପିଲାମାନଙ୍କ ଭିତରେ ପକ୍ଷପାତ ବିଚାର ସୃଷ୍ଟି କରି ଏପଟ ସେପଟ କରିଦିଅନ୍ତି ଆମ ଗାଁ ଭଇଁସିଆରେ ଗଣ୍ଡଗୋଳ ହେଇଗଲା ନା ତୋରି ଗାଁରେ ସବୁ ଅଛି ତୁ ଆଇଛୁ ଏକା କଦଳ ପାତିଆ ଗୋଟେ ଗୋଟେ ଗାୟକ ନାହାନ୍ତି ସବୁ ଗାଁ ଉଦାହରଣ ଦେବେ ଆମେ ତୁମ ଗାଁ ବିଷୟ ବୁଝିବାକୁ ଆଇଛୁ ତୁମ ଶାସ୍ତ୍ର କଣ ଜାଣିଛ କହୁନ ଆମ ଗାଁରେ ତା ଗାଁରେ ତା ଓ ହାରି ବିରାଟ ଗାଁ ଶୁଣୁ ତେଣୁ ଉଭୟ ପକ୍ଷଙ୍କର ପିତାମହ ଆପଣ ଟିକେ ବିଚାର କରନ୍ତୁ ବାପା ଆଜ୍ଞା